ଓକେ, ତ ଆମେ ଏବେ ଷ୍ଟାର୍ଟ କରିବା ଆଜିର ମିଟିଂଟା। ପ୍ରାୟ କେତେ ଲୋକ ଅଛନ୍ତି? 55। ଓକେ, 55 ଲୋକ ଜଏନ୍ କରିସାରିଲେଣି। ଠିକ ଅଛି, ଦେଖିଆ ଆଉ ଯିଏ ଆସିବ ଆମେ ତାକୁ ଆଉ 5 ମିନିଟ୍ ତାକୁ ଆଟେଣ୍ଡ କରିବା, ନହେଲେ ତାକୁ ଏଣ୍ଟ୍ରି ଦେବାନି, କାରଣ ମିଟିଂ ଲେଟ୍ରେ ଜଏନ୍ ହେଲେ ସେମାନେ ଅଧା ବୁଝୁଛନ୍ତି। ଠିକ ଅଛି, ଏବେ ମିଟିଂ ଷ୍ଟାର୍ଟ କରିବା ପୂର୍ବରୁ ମୁଁ କିଛିଟା ଆକ୍ଚୁଆଲି ମତାମତ ବି ନେବାକୁ ଚାହିଁବି। ମାନେ ଟିମ୍ ଭାବୁଛନ୍ତି କଣ ଆଜ ଟିକେ ଟିକେ ମ୍ୟୁଟ୍ କରିଦିଅ। ମାନେ ଏବେ ଆମେ ଦେଖିବା କି ଟ୍ରେଜର ଏନଏଫଟି ର ଆପ୍ ତ ମାନେ ଲଗ ଇନ୍ ହଉନି। ଠିକ ଅଛି, ଆଉ ଟ୍ରେଜର ଏନଏଫଟି ସାଇଟ୍ ଏବେ ବନ୍ଦ ଅଛି, ଯେହେତୁ ସେ ମର୍ଜ ହେଇଗଲା ଟ୍ରେଜର ଫନ୍ କୁ। ସେଥିପାଇଁ ଟ୍ରେଜର ଏନଏଫଟି ଗ୍ରାଜୁଆଲି, ଯେମିତି କମ୍ପାନୀ କହିଥିଲା ଗ୍ରାଜୁଆଲି ସଟଡାଉନ କରିବ ବୋଲି, ସେ ଗ୍ରାଜୁଆଲି ସଟଡାଉନ କରିଦେଇଛି। ଓକେ, ତ ୟୁଟ୍ୟୁବ ଆଉ ମାନେ ସୋସିଆଲ ମିଡିଆକୁ ଛାଡିକି କୋଉମାନେ କଣ ରିସର୍ଚ୍ଚ କରିଛନ୍ତି, ତାଙ୍କର ମୁଁ ମତାମତ ନେବା ପାଇଁ ଚାହିଁବି। ମୁଁ ଆଉ ଥରେ ରିପିଟ୍ କରୁଛି, ସୋସିଆଲ ମିଡିଆକୁ ଛାଡିକି କୋଉମାନେ କଣ ରିସର୍ଚ୍ଚ କରିଛନ୍ତି ଟ୍ରେଜର ଫନ୍ ଉପରେ ଆଉ TUFT ଟୋକନ ଉପରେ, ତାଙ୍କର ଟିକେ ମତାମତ ଯାକ ମତେ ଦେବେ ହେଲା। ଜଣ ଜଣ କରିକି ହାତ ଟେକନ୍ତୁ, ମୁଁ ଅନମ୍ୟୁଟ୍ କରିବି। ଓକେ, ଠିକ ଅଛି। ଓକେ, ମିଥୁନ ମଲ୍ଲିକ, ହଁ ମିଥୁନ ମଲ୍ଲିକ କୁହ, ତମର ଭ୍ୟୁ ଟା କଣ? ଭ୍ୟୁ ପଚାରୁଛି, ହଁ କୋଶ୍ଚିନ୍ ନାହିଁ। ମିଥୁନ ମଲ୍ଲିକ। ଓକେ, ରୋशन ବେହେରା, ସେମାନେ ହାତ କାଇଁ ଟେକିଛନ୍ତି ତାହେଲେ? ଲୋୟର କରିଦଉଛି। ଗୌତମ ମହାନ୍ତି। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ଭାଇ। ହଁ ଗୌତମ, ମତାମତ କଣ ତ ତମର TUFT ଟୋକନ କୁ ଆଉ ଟ୍ରେଜର ଫୋନ କୁ ନେଇକି? ଟ୍ରେଜର ଫଣ୍ଡ ତ ନୂଆ ଖୋଲିଛି। ତ ହୁଁ ଯେତେବେଳେ ସେ ଆନାଉନ୍ସ କଲା ଯେ TUFT କଣ ଲଞ୍ଚ କରିବ, ତ ସେ ହୁଁ ପ୍ରଥମେ ଆନାଉନ୍ସ କରିଥିଲା ଯେ $0.004 ଲଞ୍ଚ କରିବ ବୋଲିକା। ହୁଁ ଆଉ ନେକ୍ସଟ ଷ୍ଟେଜ କୁ ସେ ତାକୁ ବଢେଇକି 0.008 କରିଦବ। ହୁଁ ହୁଁ ତ ସିଏ ତ ଗ୍ରାଜୁଆଲି ତା ରେଟ୍ ବଢିବ ନା। ହୁଁ ହୁଁ ତ ମୁଁ ସକାଳେ ଯୋଉ ଡାଉଟ ମୋର ଥିଲା, ଯେ ମୁଁ ତ ପୂର୍ବ ସେସନ କୁ ଜଏନ କରିନଥିଲି, ହୁଁ ତ ସେଥିପାଇଁ ମୁଁ ଏଇନା ଜଏନ କଲି। ତ ମୁଁ ଯାହା ଭାବି ପାରୁଛି ତ ମାନେ ଅଧିକା ପ୍ରାଇସ୍ ହଉଛି ନା। ମାନେ ଆମେ ନା ଯୋଉଟା ମାନେ ମୁଁ ନର୍ମାଲି କହୁଛି, ଆମେ ତ କେହି ଏଇନା ପଇସା ଇନଭେଷ୍ଟ କରିବା ମୁଡ୍ ରେ ନାହୁଁ। ହୁଁ ତଥାପି ଯିଏ ଇନଭେଷ୍ଟ ବି କରିବ, ହୁଁ 0.004 ତ ଷ୍ଟେଜ 1 ରେ ଅଛି। ହୁଁ ଆଉ 0.008 ହେଇଯିବ ଷ୍ଟେଜ 2 କୁ। ମାନେ ଇଏ ଧୀରେ ଧୀରେ ମାନେ ସେ ବଢଉଛି ତାର ପ୍ରାଇସ୍ କୁ। ଆଉ ତାପରେ ସେ ଯୋଉ ଟୋକେନ ଦେଇଛି, ତ ସେ ଗ୍ୟାସ୍ ଫିସ୍ ନଉଛି। ହୁଁ ହୁଁ ତ ଆମର ତ ଯଦି କିଛି ରିଡିମ୍ କରିବା କି କଣ ଟୋକେନ କୁ ରିଡିମ୍ କରିବା, ତ ଗ୍ୟାସ୍ ଫିସ୍ ତ ଆମକୁ ଦବ, ମାନେ କହୁଛି ଆମକୁ ଗ୍ୟାସ୍ ଫିସ୍ ଦିଅ। ହୁଁ ହୁଁ ତାପରେ ମୁଁ ଯେତିକି ଭାବି ପାରୁଛି, ସେ ଲେଖିଛି ଯେ ଷ୍ଟେକ୍ କରି ଦେଇଛି 9,999 ଷ୍ଟେକ୍ କରେଇଛି। ହୁଁ ଆଉ ମୁଁ ଯେତିକି ଭାବି ପାରୁଛି, ସିଏ ଯେତିକି ଆମର ପ୍ରାଇସ୍ ରେ ଆମକୁ ସେ ଟୋକେନ ଦେଇଛି, ସେ ତା ଭ୍ୟାଲୁକୁ ଡେପ୍ରିସିଏଟ କରିବ। ଆମକୁ ପ୍ୟାନିକ କରେଇବ ଯେ ତମେ ଜଲଦି ଆକୁ ଷ୍ଟେକ୍ କର, ନହେଲେ ଆର ଭ୍ୟାଲୁ ଆହୁରି କମିଯିବ। ମତେ ଯାହା ଡାଉଟ ହଉଛି। ଓକେ, ଠିକ ଅଛି, ଭଲ ପଏଣ୍ଟ ଟା। ନେକ୍ସଟ, ଠିକ ଅଛି, ଆଉ ୟା ଉପରେ ଆଉ ଟ୍ରେଜର ଫୋନ ଉପରେ କଣ ରିସର୍ଚ୍ଚ କରୁଛ? ଠିକ ଅଛି, ଓକେ, ଠିକ ଅଛି ଗୌତମ। ଏବେ ଆମେ ଯିବା ସନ୍ତୋଷ କୁମାର ପ୍ରଧାନ। ହଁ ସନ୍ତୋଷ ପ୍ରଧାନ କୁହ। ସନ୍ତୋଷ ପ୍ରଧାନ। ହ୍ୟାଲୋ। ହଁ ହ୍ୟାଲୋ, ହଁ ସୁଶାନ୍ତ କହୁଛି, ସୁଶାନ୍ତ କହୁଛି। ହଁ ସୁଶାନ୍ତ କହ। ମୁଁ କହିଲି କି ଆମର ସେଇଟା ଟ୍ରେଜର ମାନେ ବନ୍ଦ ହେଲା, ସିଏ କଣ କଲା ମାନେ ତାର ସବୁ ଯାକ ଯାହା ବି ଆସେଟ ଥିଲା, ସେ ଟ୍ରେଜର ଫୋନ କୁ ଟ୍ରାନ୍ସଫର କଲା। ହୁଁ ମାନେ ଆମକୁ ୱିଡ୍ରଲ ନ ଦେଇକି, ହୁଁ ଆମକୁ ସେ କଲା ଗୋଟେ ମାଇଗ୍ରେଟ ପ୍ରୋଜେକ୍ଟ ଆଣିଲା, ମାଇଗ୍ରେସନ କରିଦେଲା। ହୁଁ 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 ମାଇଗ୍ରେସନ କଲା, ମାଇଗ୍ରେସନ କଲେ ଆମର କଣ ଆସେଟକୁ ଯେତିକି ଆମର ଥିଲା ସେତିକି ନ ଦେଇକି, ସେ ହୁଁ ତାକୁ ଟୋକେନ ଆକାର ଦେଇଦେଲା କୋଉଠିକି, ଟ୍ରେଜର ଫୋନ ରେ। ଟୋକେନ ନାଇଁ, USDT ଦେଇଦେଲା। ବଟ୍ ହଁ କହିବି ସେଟା। ହଁ ତମେ କଣ ରିସର୍ଚ୍ଚ କରୁଛ କୁହ ମତେ। ହଁ ଓକେ, ହଁ
ଠିକ ଅଛି କହୁନୁ କହ ସୁଶାନ୍ତ ସୁଶାନ୍ତ ଅଛୁ ହ୍ୟାଲୋ ହ୍ୟାଲୋ ସୁଶାନ୍ତ ମୋ ଆବାଜ ଆସୁଛି ମୋ ଆବାଜ ଆସୁଛି ତ ସୁଶାନ୍ତ ହଁ ହଁ ଆବାଜ ଆସୁଛି sir। ହଉ ହଉ ଠିକ ଅଛି ତାର ନେଟୱାର୍କ ଇସ୍ୟୁ ଅଛି ଓକେ ପ୍ରସାଦ ତରେଇ କୁହ ପ୍ରସାଦ ଓକେ ସଂଗ୍ରାମ ସାହୁ ଆମଜାଦ ମୁଁ କିଛି କହିବା ପାଇଁ ଚାହୁଁଛି, ମୋର ସେ କଣ ନେଟ୍ ପ୍ରୋବ୍ଲେମ ରହିଲା ତ ମୁଁ କିଛି କହିପାରିଲିନି। ହଉ କହ 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 ସେ ମାଇଗ୍ରେସନ କରିକି ଦେଇଦେଲା ଆମକୁ। ଯଦି ହଁ ଆମେ ଆମର ୱାଲେଟ ମାନେ ଯାହାବି ଆମର ଆସେଟ ଅଛି ଆମକୁ ୱିଡ୍ର କରିବାକୁ ହେଲେ ହୁଁ ସେ ଆମକୁ କଣ କରୁଛେ ନା ଆମେ କିଛି ଗ୍ୟାସ୍ ଫି ମାନେ ଟିଓଟି ଟୋକନ ର ଦେବାକୁ ଆଉ ପଡିବ ତମ ଆମକୁ। କୁକୁର କଣ ହୁଁ ହୁଁ ତାପରେ କଣ ହଁ କହ ତାଙ୍କର ଟିକେ ତାଙ୍କର ମାଇକ ଟିକେ ମ୍ୟୁଟ କରେ ଯୋଉ ଯିଏ ଅଛନ୍ତି ହଁ ଯିଏ ହଁ ପାର୍ଟି ହଁ ସେୟା କରୁଛନ୍ତି। ମୁଁ କରୁଛି ହଁ ହଁ ସେ କଣ ଆମ ଟିଓଟି ଟୋକନ ରେ ଦେଲା ହୁଁ ମାନେ ଆମର ସେ କମ୍ପାନୀରେ ଦେଖେ ଟିଓଟି ଟୋକନ ଯୋଉଟା ବି ହଉ ସେଟା ଆମର ହୁଁ କୋଉଠି ବି ଲିଷ୍ଟିଂ ହେଇନି। ହଁ ହୁଁ ସେଟା ଲିଷ୍ଟିଂ ହେଇନି। ସିଏ କଣ କହୁଛି ଟିଓଟି ଟୋକନ ତମେ କଣ କିଣିବ ନା ୟୁଏସଡିଟି ଦେଇକି କିଣିବ। ହଁ ହଁ ମାନେ ସେ ପୂର୍ବରୁ ଟ୍ରେଜର ଏନେପ୍ଟ ରେ ଯେମିତି ଆମେ ୟୁଏସଡିଟି ଦେଉଥିଲେ ସେ ହୁଁ କମ୍ପାନୀ ଯାଉଥିଲା। ହୁଁ ହୁଁ ଏଠି ବି ଏକ୍ଜାକ୍ଟ ସେମ ପ୍ରୋସିଜର ଇଏ ରଖିଛି ତମେ ମତେ ୟୁଏସଡିଟି ଦିଅ ମୁଁ ତମକୁ ଟିଓଟି ଟୋକନ ଦେବି। ସେ ହୁଁ ଟିଓଟି ଟୋକନ ନେଇକି ଆମେ କଣ କରିବା ତାର ଏପର୍ଯ୍ୟନ୍ତ କିଛି କ୍ଲାରିଟି ନାହିଁ। ହୁଁ ନା ହୁଁ ସେଟା କୋଉଠି ଲିଷ୍ଟିଂ ହେଇଛି ନା ତାକୁ ଆମେ ବିକି ପାରିବା ନା କିଣି ପାରିବା ନା କଣ ସେ ଆମକୁ କିଛି ଜଣା ନାହିଁ ତା ବିଷୟରେ। ଓକେ ହୁଁ ହୁଁ ମାନେ କମ୍ପାନୀର ପ୍ରାୟୋରିଟି ରଖିଲା ଯେ ଆମକୁ ତମେ ୟୁଏସଡିଟି ଦିଅ। ଓକେ ମାନେ ଏଠି ହୁଁ ସେମ ପ୍ରୋସିଜର ରଖିକି ଯଦି ଆମକୁ ସେ ହଁ ଆହୁରି ଏଠି କଣ କରିଦେଲା ମାନେ ଡବଲ କ୍ରସ କରିଦେଲା ହୁଁ ଏଠି ତ ରିଜର୍ଭ ଦଉନି ଏକରେ ଆମ ୱାଲେଟ ରେ ଆମର ଆସେଟ ନାହିଁ ନା। ହୁଁ ଯୋଉ ମେନ ହୁଁ ଯୋଉ ସେଇଟା ଆମେ ରିଜର୍ଭ ଦଉନି ଯଦି ହୁଁ ସିଏ ଏଠି ଚାଲା କରିଦେଲା ଯଦି ସେଇଠି ସେ ଦେଇଥାନ୍ତା ଆମେ ଏପଟୁ କଣ ସେପଟୁ ସେ ୟୁଏସଡିଟି ରେ ଆମେ ଏ ସବୁ ଟୋକନ କିଣିକି ଆମେ ଯୋଉ ଯୁଆର ଦେଇଛୁ ସବୁ ଷ୍ଟେକ ରେ ସେରା ଆମେ କିଣି ପାରିଥାନ୍ତେ। ହୁଁ ହୁଁ କିନ୍ତୁ ସେ ସେପଟୁ ନ ଦେଇକି ସେ ସେପଟୁ କାଟି ଦେଇକି ଡାଇରେକ୍ଟ ସବୁ ଷ୍ଟେକରେ ଦେଇଦେଇଛି ଯେ ଆମେ କଣ ମାନେ ବାଧ୍ୟ ହେଇକି ଆମେ ୟୁଏସଡିଟି ତାଙ୍କୁ ଦେବା ସିଏ ଆମକୁ ଦବ ଟିଓଟି ଟୋକନ ଦବ ଟିଓଟି ଟୋକନ ଆମେ ଗ୍ୟାସ୍ ଫି ଲଗେଇକି ସେ ଯୋଉ ଯାହା ଅଛି ଆମର ଷ୍ଟେକ କିଣିବା। ରାଇଟ୍ ହଁ ମାନେ ସେ ଇନଡାଇରେକ୍ଟଲି କହୁଛି ତମେ ମତେ ୟୁଏସଡିଟି ଦିଅ ମାନେ ଡିପୋଜିଟ ଦିଅ। ୱିଡ୍ରଲ ହଁ ନିଅନି ଆଉ। ହୁଁ ତାପରେ ସି ଟିଓଟି ଟୋକନ କୋଉଠି ବି ଲିଷ୍ଟିଂ ହେଇନି। ନା ବାଇନାନ୍ସ କୋଉ ବି କ୍ରିପ୍ଟୋ ଏକ୍ସଚେଞ୍ଜ ଯାହା ବି ହଉ ସେ କୋଉଠି ବି ଲିଷ୍ଟିଂ ହେଇନି। ଠିକ ଅଛି ହଁ ତାପରେ ଆଉ ଗୋଟେ ପଏଣ୍ଟ ରହିଲା ଦେଖେ ଆମେ ହୁଁ ଯେତେବେଳେ ଯୋଉ ଏଇ ଯୋଉ ଟିଓଟି ଟୋକନ ଯୋଉ ଆମେ କଣ ଟ୍ରେଜର ଫଣ୍ଡ କୁ ଆମେ ୱାଲେଟ ରେ କନେକ୍ଟ କରୁଛେ ସେ ପଲିଗନ ର କଣ ନଉଛି ଯୋଉ ଚେନ୍ ଟା ନଉଛି ବ୍ଲକ ଚେନ୍ ଟା କାହିଁକିନା ହୁଁ ଆଜି ଏପର୍ଯ୍ୟନ୍ତ ଟ୍ରେଜର ନେଟ ରେ କୌଣସି ବ୍ଲକ ଚେନ ସେ ଡେଭଲପ କରେଇ ନାହିଁ ଯୋଉଟା କହିଥିଲା ସେ ଆମ ବ୍ଲକ ଚେନ ଆଣୁଛି ବୋଲି। ହଁ ପଲିଗନ ର ରାଇଟ୍ ସେ ବ୍ଲକ ଚେନ କାହିଁକିନା ସେ ଦେଖ ଆମେ ସେଠି ଅପଡେଟ କଲା ଗୋଟେ ପଲିଗନ ର ଲୋଗ ଆସୁଛି ମୁଁ ଦେଖିଛି। ହୁଁ 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 ପଲିଗନ ର ଲୋଗ ଆସୁଛି ସେ ବ୍ଲକ ଚେନ ଲୋଗ ଯେତେବେଳେ ଆମେ ଡିପୋଜିଟ କରିବା ତମେ ଯୋଉ ଡିପୋଜିଟ କରୁଥିଲ ଯୋଉ ଟ୍ରେଜର ନେଫ୍ଟ ଯୋଉ କଣ ଯୋଉ ଟୋକନ କିଣିବା ପାଇଁ ଟିଓଟି ଟୋକନ କିଣିବା ପାଇଁ ସେ ଗୋଟେ ଦେଇନଥିଲା ଆଡ୍ରେସ ତମେ ହଁ ଡିପୋଜିଟ କର ହଁ ସେ ହଁ ତମକୁ ଦବ ହଁ ହଁ କିନ୍ତୁ ସେଠି ପଲିଗନ ର ଦେଇନି ସେଠି ଦେଇଛି ବିଏସି ର ଆଡ୍ରେସ ଦେଇଛି। ହଁ ମାନେ ଏଠି ଦିଟାର କନଫ୍ୟୁଜନ ଆସେ ମାନେ କମ୍ପାନୀ ନିଜେ ଜାଣିପାରୁନି ସେ କଣ କରୁଛି। ଓକେ ମାନେ ହୁଁ ସେଠି ସେ ଏଠି ଗୋଟେ ଜାଗାରେ ଇଥର ଦେଇଛି ଗୋଟେ ଜାଗାରେ ପଲିଗନରେ ଦେଇଛି। ହୁଁ ମାନେ ଇଏ ଆମକୁ ପୁରା ଟ୍ରାକ୍ ମାନେ ପୁରା ମାନେ ଭିତରେ ଆମକୁ ସେ ପୁରା ଘୋକଳା କରଉଛି। ଓକେ ଠିକ ଆମେ ଅଛି ଯଦି ଆମେ ଯଦି ଟିଓଟି ଟୋକନ କିଣିଦବା କରିବା କଣ ଫାଷ୍ଟ ମୋର ପଏଣ୍ଟ ଫାଷ୍ଟ କଣ କରିବା ଆମେ? ହଉ ଠିକ ଅଛି ଆମେ ସେପରେ ତ ଡିସକସ କରିବା ଓକେ ହଁ ନେକ୍ସଟ ହଁ ହଉ ହଉ ସୁଶାନ୍ତ ଏ ପଏଣ୍ଟ ଟାକୁ ଆମେ ଦେଖିବା କନସିଡର କରିବା ଠିକ ଅଛି ଆମେ ଯିବା ଆଗକୁ ଯିବା କାହିଁକିନା ତାର ତାପରେ ତାର ବ୍ଲକ ଚେନ୍ କିଛି ନାହିଁ ନା ସେ କିଛି ବି ବ୍ଲକ ଚେନ୍ ନାହିଁ ସେଠି ହଁ ହଁ ପଲିଗନ ଏଠି ବିଏସସି ସେଠି ସବୁ ପୁରା ମାନେ ଠିକ ଅଛି କନଫ୍ୟୁଜନ ସିଚୁଏସନ। ହଁ ଏଇ ଉପରେ ଆମେ ଡିସକସ କରିବା ର ହଁ ନେକ୍ସଟ ଗୌତମ ଆଉଥରେ କଣ ଅଛି? କୁହ ଆଉ ଗୋଟେ କଥା ଯୋଉ ସେ ଷ୍ଟେକ୍ ଆମାଉଣ୍ଟ ଦେଇଛି ହଁ ସେ ହଁ 2000 ଉପରେ ମନେକର ସବୁ ଟୋକନ ସେ କ୍ଲାସିଫାଇ କରିଦେଇଛି ହଁ 2000 ହଁ ଟୋକନ କ୍ଲାସିଫାଇ କରିଦେଇଛି ଯାହା ରେଷ୍ଟ କୁ ସିଏ ଆଉ ଗୋଟେ ଟୋକନ କୁ କ୍ଲାସିଫାଇ କରୁଛି ଆଉ ହୁଁ ଆମକୁ ସେ କହିଛି ଆମକୁ ଯଦି ଷ୍ଟେକ୍ କରିବ ହୁଁ ସମଥିଙ୍ଗ ଗ୍ୟାସ୍ ଫିସ୍ ଲାଗିବ କିନ୍ତୁ ହୁଁ ମୋ ଡାଉଟ ଏହା ହଉଛି ଯଦି ଆମେ ବି ପଇସା ଲଗେଇ ଷ୍ଟେକ୍ ବି କରିବା ତାହେଲେ ଆମକୁ ସେ ଇଣ୍ଟରେଷ୍ଟ କେତେ ଦବ ସେ 2000 ଆମାଉଣ୍ଟରେ ସମଥିଙ୍ଗ ଇଣ୍ଟରେଷ୍ଟ ଦବ ସେ କଣ ଆମକୁ 2000 ରୁପିସ ଟାକୁ ପୁଣି ଆମ ଆକାଉଣ୍ଟକୁ ସେଣ୍ଡ କରିବେ କି ଆମେ ସେ ଟୋକନ ଟା କିଣିଲେ ସେ ହୁଁ ଷ୍ଟେକେବଲ ହେଇକି ଯେତିକି ଇଣ୍ଟରେଷ୍ଟ ତାର ବାହାରିବ ମନେକର ହୁଁ 1.1 ବାହାରିଲା 2000 1.1 ହଉଛି ପାଖାପାଖି $20 ହୁଁ 3 ଦିନ ବି ଗଲେ $60 ତ ଏଠି ଆମେ ପାଇଲେ ମନେକର ଆଉ ତ ଦେଇଦବା ତାକୁ ଏଇନା ମନେକର $50 ଦିଆହଉଛି କାରଣ 12500 ଟା ହଉଛି ଲଗଭଗ 50 ଡଲାର ହୁଁ 50 $50 50 ଲଗଭଗ ସେତିକି ହୁଁ
ତ ମାନେ ମାନେ ସେ ଠିକ ଅଛି, ମାନେ କନଫ୍ୟୁଜନ ଜଣେ ଷ୍ଟେଜରେ ସମସ୍ତେ ଅଛ, ଠିକ ଅଛି। ଓକେ, ଠିକ ଅଛି, ମୁଁ କିଛିଟା ପଏଣ୍ଟ ବି କ୍ଲିୟର କରେଇବି। ଓକେ ଗୌତମ, ହଁ ଠିକ ଅଛି। ନେକ୍ସଟ ଠିକ ରମାକାନ୍ତ, ହଁ ଅଛି। ହଁ ରମାକାନ୍ତ, ରମା, ହଁ 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 ସାଙ୍ଗ। ହଁ କହ। ନାଇଁ, ମୁଁ ଓଭରାଲି ମୁଁ ଗୋଟେ ଜିନିଷ କହୁଛି ଯେ ସୁଶାନ୍ତ ଏବେ କହୁଥିଲା, ହୁଁ ଆଉ ଭାଇ ଜଣେ କହୁଥିଲେ, ସେ ଗୌତମ ଭାଇ ଜଣେ ହଁ କହିବାଟା ହଁ କମ୍ପାନୀ, ଆମେ ଯୋଉ ଅନେକ କମ୍ପାନୀ ଦେଖିଛୁ ଲାଇଫରେ, ହୁଁ ଏଇ ଯୋଉ ମନି ସାର୍କୁଲେସନ କମ୍ପାନୀ ଆସିଛି ଆଉ ଯାଇଛି, 2 ମାସ 3 ମାସ 4 ମାସ 5 ମାସ 6 ମାସ, ବେଶୀ ବଡ ହେଲେ 6 ମାସ କରି ଗେମ୍ କରିକି ଯାଇଛି ହେଲା। ଆମେ ଦେଖିଛୁ ରାତାରାତି ସାଇଟ ବନ୍ଦ ହେଇଛି, ରାତାରାତି ସବୁ ଜିନିଷ ହେଇଯାଇଛି। ମୋ ନିଜସ୍ୱ ବ୍ୟକ୍ତିଗତ ମତାମତ, ମୁଁ କମ୍ପାନୀ କି ପ୍ରମୋଟ କରୁନି ସୁଶାନ୍ତ, ହୁଁ କି କମ୍ପାନୀ ତ ମୁଁ ଇ କରୁନି, କିନ୍ତୁ ଏତିକି ଯେତିକି ମୁଁ ଓଭରାଲି ମୋ ଆଇଡିଆ, ମୋ ବ୍ୟକ୍ତିଗତ ମତାମତ, କମ୍ପାନୀ ଯୋଉ 2 ଦିନ ସମୟ ମାଗିଛି, କହିଥିଲା ଯେ ଯୋଉ ଆମର ଏୟାର ଡ୍ରପ ଟା ସମସ୍ତେ ନିଅ, ତାପରେ 2 days ଗୋଟେ ଟାଇମ ଦିଅ, 2 days ପରେ ଯାହା କରିବ କମ୍ପାନୀ, ଏବେ ସେ କହୁଛ ତମେ ସମସ୍ତେ କଲେକ୍ସନରେ, ଅବଶ୍ୟ ସେ ଦେଇଛି, ସେ ହୁଁ ଷ୍ଟେକ୍ ମାରିବାକୁ ହେଲେ ସେ ଗ୍ୟାସ୍ ଫି ମାନେ ମାଗୁଛି, ଗ୍ୟାସ୍ ବି ନଉଛି ଟୋକେନ ଟା। ତ ମୁଁ କହିବାଟା 2 ଦିନ ଆମର ବର୍ତ୍ତମାନ ସରିବା ଉପରେ, କମ୍ପାନୀର ନେକ୍ସଟ ଅପଡେଟ କୁ ଆମେ ସମସ୍ତେ ଅପେକ୍ଷା ରାଇଟ କରିବା। ରାଇଟ, ଠିକ ଆଉ ଅଛି ରମା। କମ୍ପାନୀ ନାଇଁ କମ୍ପାନୀ ରମା, ଯାହା ରମା ଏଠି ଟିକେ ମୁଁ କହିବି, ହଁ ରହିजा ସେ ପଏଣ୍ଟ ଉପରକୁ ମୁଁ ଯିବି କି ଆମେ କାହିଁକି ୱେଟ୍ କରିବା, କଣ କରିବା, ସେ ପଏଣ୍ଟ ଉପରେ ମୁଁ ଡିସ୍କସ ଲାଇଭ କିଛିଟା ଦେଖିଲେ ଲୋକମାନେ ଟିକେ ବିଲିଭ କରିବେ, ଆମେ ଯିବା। ବିଲିଭ କରିବା ନିଶ୍ଚିତ କଣ ସେ, ହଁ ମୁଁ କିଛିଟା ଲାଇଭ ଦେଖେଇବି। ଓକେ, ତ ଏବେ ଆମେ ଯିବା। ହଁ, ଶୁଭମ କଣ କହୁଛ କୁହ, ଆମେ ଟପିକ ଉପରେ ଡିସ୍କସ କରିବା। ଶୁଭମ, ରମା ଆବାଜ ଟିକେ ଆସୁଛି ଆମେ ସାର୍? ଡିସ୍କସ କରିବା ରମା, ହେଲା ପରେ ମିଟିଂ କରିଦବା। ହୁଁ, ଓକେ ଓକେ। ଶୁଭମ, ହଁ ସାର୍ ଆବାଜ ଆସୁଛି? ହଁ ଆସୁଛି ଶୁଭମ, କୁହ। ହ୍ୟାଲୋ। ହଁ ଶୁଭମ କୁହ। ସାର୍ ଆମର ଟ୍ରେଜର କମ୍ପାନୀ ଯୋଉ ଆମର କହିଥିଲା, ଯେତେବେଳେ ଟ୍ରେଜର ଆମର ଯୋଉ ଚେନ୍ ଲଞ୍ଚ ହବ, ତ ହଁ ତାର ଯୋଉ ଗ୍ୟାସ୍ ଫିସ୍ ମାନେ ପୁରା କମ କରିଦିଆଯିବ। ତ ମତେ ଲାଗୁଛି ଆଗକୁ ମାନେ ଯୋଉ ଗ୍ୟାସ୍ ଫିସ୍ ରେଟ୍ ଅଧିକ ଅଛି, ହୁଁ ଆଗକୁ ମତେ ଲାଗୁଛି ମାନେ ପୁରା କମ କରିଦେବେ ଆଗକୁ, ମତେ ଯାହା ଲାଗୁଛି। ହେଇପାରେ, ତ ସେ କଥାଟା ହେଇପାରେ। ହଁ ହଁ, ହଉ, ଏବେ କାହିଁକି ନା ମୁଁ, କମ୍ପାନୀ ନିଜର ଠିକ ଅଛି, ଏବେ ପଏଣ୍ଟ ଉପରକୁ ଆସୁଛି। ହଁ, ଦେଖ ପଏଣ୍ଟ ଉପରକୁ ଆସିଛି ଆମେ, ଠିକ ଅଛି। ହଉ, ସମସ୍ତର ମତାମତ ନେଲେ ଯାଉ, କିଛିଟା ପଏଣ୍ଟ ବି ଆମକୁ ଜାଣିବାକୁ ପାଇଲୁ କି କଣ ହେଇପାରେ କଣ ନାହିଁ। ଦେଖ, ଆମେ କହିବାନି କି ଆମେ ହିଁ ସବୁ ବ୍ରିଲିଆଣ୍ଟ, ଆମେ ସବୁ ଜାଣିଛୁ। ଟିମକୁ ନେଇକି ସବୁ କିଛି, ହେଲା। ତ କିଛିଟା ଆମେ ଯଦି ଗୋଟେ ଗୁଣା ଜାଣିଥିବ ହେଲେ ତମ ମାନେ 2 ଗୁଣା ଜାଣିଥିବ କି 3 ଗୁଣା ଜାଣିଥିବ। ତ ତେଣୁକରି ମୁଁ ଷ୍ଟାର୍ଟିଂରେ ସମସ୍ତଙ୍କର ମତାମତ ନେଲି, କିଏ କୋଉଟା କଣ ରିସର୍ଚ୍ଚ କରୁଛି। ସକାଳଠୁ ଏ ଯାଏଁ, ଆଜି ଶନିବାରଟା, ଶନିବାର ରବିବାର ଯେହେତୁ ମୋର ଛୁଟି ଟାଇମ ଟା, ହେଲା, ତ ସକାଳଠୁ ମୋର ସେଇ ଉପରେ ରିସର୍ଚ୍ଚ ଚାଲିଛି। ମାନେ ଜିନିଷଟା କଣ, କମ୍ପାନୀ କରୁଛି କଣ, ଠିକ ଅଛି। ଆଉ ମୁଁ ଏବେ ବି ଟିମ୍ ମେମ୍ବରକୁ ଷ୍ଟ୍ରଙ୍ଗଲି ମନା କରିବି, କେହି ହେଲେ ଟୋକନ କିଣୁ ନାହିଁ। ମୁଁ ନିଜେ ସଜେସନରେ ମନା କରିବି, କାହିଁକି ନା ଆମେ ହଉଛୁ ଗୋଟେ ଟିମ୍, ଠିକ ଅଛି। ତ କାଲି ବି ମୁଁ ମିଟିଂରେ କହିଥିଲି, ଯଦି ବାରି ଆସିଲା ଟୋକନର, ସମସ୍ତଙ୍କୁ ଟୋକନ ମିଳିବ ତାଙ୍କର ନିଜ ନିଜର ଆକ୍ଟିଭ କରିବା ପାଇଁ, ସମସ୍ତଙ୍କୁ ମିଳିବ। କେମିତି ମିଳିବ ତା ଉପାୟ ମଧ୍ୟ କହିଥିଲି। ଟପ୍ ଲିଡ୍ ମାନେ ଆକ୍ଟିଭ ହେଇଯିବେ, ତାପରେ ଡାଉନ୍ ଲାଇନ୍ ମାନଙ୍କୁ ସେ ଅଟୋମେଟିକାଲି ଟ୍ରାନ୍ସଫର କରି କରି ଆକ୍ଟିଭ କରିପାରିବେ। ତମେ ଦେଖୁଥିବ, ଯେତେବେଳେ ଆମେ ଟ୍ରେଡ ନଉଛୁ, ରିଜର୍ଭେସନ ଯେତେବେଳେ ନଉଥିଲୁ ଏନ୍ଏଫଟି ରେ, ଗୋଟେ ସେଲ୍ ବଟନ ଥିଲା, ଗୋଟେ ଟ୍ରାନ୍ସଫର ବଟନ ଥିଲା, ଠିକ ଅଛି। ସେଇଠି ଟ୍ରାନ୍ସଫର ମାରିକି ଅନ୍ୟ ଜଣକୁ ମଧ୍ୟ ଆମେ ୟୁଏସଡି ଦେଇକି ଟୋକନ ବି କିଣିପାରିବୁ, ଠିକ ଅଛି। ତ ସେଥିରେ ବ୍ୟସ୍ତ ହବାର କିଛି ନାହିଁ। ତାପରେ ଏଇଟା ହେଲା ଫାର୍ଷ୍ଟ ପଏଣ୍ଟ। ଏବେ ଟୋକନ କିଏ ନେଇନା, କେହି ବି ନିଅନି, କାରଣ ମୋର ଏବେ ପର୍ସନାଲି ଏକ୍ସପେରିମେଣ୍ଟ ଷ୍ଟେଜରେ ଚାଲିଛି। ଯେବେଠୁ କମ୍ପାନୀ ଲଞ୍ଚ ହେଲା, ମାନେ ଟ୍ରେଜର ଫଣ୍ଡ ଯେବେଠୁ ଲଞ୍ଚ ହେଲା, ତ ଯେହେତୁ ଟିମ୍ ଲିଡର ହିସାବରେ ମତେ ହିଁ ରିସ୍କ ନେବାକୁ ପଡିବ, ଠିକ ଅଛି। ଆଉ ଜିନିଷଟା ଯଦି ମତେ କ୍ଲିୟର ହବନି, ଅନ୍ଧାରରେ ଆମେ ବାଡି ବୁଲେଇ ପାରିବାନି, କି ଅନ୍ଧାରରେ ଆମେ କହିପାରିବାନି କି ଏ ଜିନିଷଟା ଠିକ, ଏ ଜିନିଷଟା ଭୁଲ। ନିଜକୁ ପ୍ରାକ୍ଟିକାଲ କରିବାକୁ ପଡିବ କି ସତରେ ଜିନିଷଟା କଣ, ଠିକ ଅଛି। ତ ସେଇ ହିସାବରେ ତମକୁ କିଛିଟା ଦେଖେଇବି, ମୁଁ ଲାଇଭ ଦେଖେଇବି, ତାପରେ ଆମେ ଟପିକ ଉପରକୁ ଆସିବା।
ଓକେ। ଯାହା ଆମେ ରିସର୍ଚ୍ଚ କରୁଛୁ ଏ ୟୁଟ୍ୟୁବ ଆଉ ସୋସିଆଲ ମିଡିଆ ସେ ସବୁ ଛାଡି ଦିଅ। ସେ ନିଜର ଟିଆରପି ବଢେଇବା ପାଇଁ ଖାଲି ତମକୁ ଗୋଟେ କ୍ୱେଶ୍ଚିନ୍ ମାର୍କ କିମ୍ବା ଗୋଟେ ଭାବିବା ପାଇଁ ତମକୁ ପଏଣ୍ଟ ଦେଇଦେବେ କିମ୍ବା ତମକୁ ଟ୍ରାପ୍ କରିବା ପାଇଁ ସେମାନେ ଗୋଟେ ପଏଣ୍ଟ ଦେଇଦେବେ ହେଲା। ତ ସେ ସୋସିଆଲ ମିଡିଆଠୁ ଆମେ ଟିକେ ଦୂରରେ ରହିକି ନିଜ ଥିଙ୍କିଙ୍ଗ, ନିଜ ଏଜୁକେସନ, ନିଜ ନଲେଜକୁ ୟୁଟିଲାଇଜ କରିବା। ଆଉ ରିଏଲିଟି କଣ ଆମେ ଜାଣିବା। ଠିକ ଅଛି। ତ ମୁଁ ଏବେ ସ୍କ୍ରିନ୍ ଟା ସେୟାର କରୁଛି। ସେୟାର ସେୟାର screen. Okay. Screen select. Share. ହୋପ୍ ସମସ୍ତଙ୍କୁ ସ୍କ୍ରିନ୍ ଟା ଦେଖା ହଉଛି। ଦେଖାଉଛି ଦେଖାଉଛି। ଠିକ ଅଛି। ଓକେ। ତ ଯେତେବେଳେ ଆମେ ଆସିବା କି ସେ ଆମକୁ ଦେଖିଥବ କି 2000 ର ଆମକୁ କଣ ଦେଲେ, 2000 ର ଆମକୁ ଦେଇଦେଲା ଷ୍ଟେକ୍ କରିକି ଦେଇଦେଲା ଆମ ଆମାଉଣ୍ଟ ଟାକୁ। ଠିକ ଅଛି। ଆଉ ସେ 2000 ର ଷ୍ଟେକ୍ ଟାକୁ ଆକ୍ଟିଭେଟ କରିବା ପାଇଁ ଆମକୁ 12500 ଟୋକନ ଦରକାର, ରାଇଟ। ତ 12500 ଯିଏ ଫାଷ୍ଟ ରୁ ଷ୍ଟେକ୍ ନଉଥିବ, ଯିଏ ମାନେ ଇଏ ଷ୍ଟେକ୍ ସିଷ୍ଟମ ଟା ଜାଣିଥିବ, ସେ ନିଶ୍ଚୟ ଜାଣିଥିବ କି ଯେତେବେଳେ ଷ୍ଟେକ୍ ରେ 50 USDT ହେଇଯାଏ ସେତେବେଳେ ଆମେ ତାକୁ ରିଡିମ୍ କରୁ, ରାଇଟ। ଯେତେବେଳେ ଷ୍ଟେକ୍ ରେ 50 USDT ହେଇଯାଏ ସେତେବେଳେ ଆମେ ଷ୍ଟେକ୍ ଟାକୁ ରିଡିମ୍ କରୁ। ଓକେ। ତ ଏବେ ଯେତେବେଳେ ଆମେ ଷ୍ଟେକ୍ ନଉ, ଦେଖ ଏବେ ଆମେ ଷ୍ଟେକ୍ ଟା ନିଆ ହେଇଛି। ମୋର ଏବେ ଗୋଟେ ଆକ୍ଟିଭ ଅଛି, ଏଇଟା ମୁଁ ଆକ୍ଟିଭ କରିଛି କେବେ, କାଲିଠୁ ଆକ୍ଟିଭ ଅଛି। ମୁଁ ଷ୍ଟେକ୍ ଟା ଆକ୍ଟିଭ କରିଛି, ସବୁ ପ୍ରାକ୍ଟିକାଲ ଚାଲିଛି ହେଲା। ମାନେ ଅନ୍ଧାରରେ ମୁଁ ବାଡି ବୁଲଉନି, ପ୍ରାକ୍ଟିକାଲି ଆମେ କରିକି ସାର୍ ଦେଖିବା। ଡିସପ୍ଲେ ହଉନି? ଡିସପ୍ଲେ ଦିଶୁନି? ହଁ ଦେଖାଯାଉଛି ଦେଖାଯାଉଛି। ନାଇଁ ଦେଖାଉଛି ତ? ହଁ ଦେଖ, କଣ ଓକେ। ଆମର ଦେଖା ହଉନି? ଏବେ ବନ୍ଦ ହେଇଗଲା। ରହିଯାଅ, ଦିଶିଲା ଏବେ? ଜୁମ୍ କର ତାପରେ ଦେଖାଯିବ। ତମେ ଡିସପ୍ଲେ ବଡ ତମ କରନ୍ତୁ। ସ୍କ୍ରିନରେ ଜୁମ୍ କର ଦେଖାଯିବ, ସମସ୍ତେ ଠିକ ସ୍କ୍ରିନ୍ ଦେଖାଯାଉଛି। ଜୁମ୍ କର, ନିଜ ନିଜର ସ୍କ୍ରିନ୍ ଜୁମ୍ କର। ଆରେ ଉପରେ ଅଛି, ଉପରେ ସବୁଠୁ ଉପରେ। ଠିକ ଦିଶିଲା ଅଛି ତ? ସବୁ ଠିକ ଅଛି। ସେଟାକୁ ଫଟୋ ଯେମିତି ଜୁମ୍ ହଁ କଲା ହଁ ଭଳିଆ ଦେଖୁଛି ଦେଖିଲା ହେଲା ବେଳେ ହେଲା। ସେମିତି କଲେ ଦେଖାଯାଉଛି ହେଇଯିବ। ଦେଖାଯାଉଛି। ହଉ ହଉ ଦେଖ। ତ ଏବେ ଦେଖ, ଏବେ ଗୋଟେ ଷ୍ଟେକ୍ ମୁଁ ଆକ୍ଟିଭେଟ କରିଛି 2000 USDT ର। ଠିକ ଅଛି। ତ 2000 USDT ର ଯୋଉ ଷ୍ଟେକ୍ ଆକ୍ଟିଭେଟ କଲି, ମ୍ୟାକ୍ସିମମ୍ ଟାଇମ ଥିଲା ତାର 30 ଦିନ, ମୋର ଗୋଟେ ଦିନ ପଳେଇଛି, ଆଉ ରହିଲା 29 ଦିନ। ଏଇଠି ମତେ କେତେ ରିସିଭ ହେଇଛି? 5000 TUFT, ୟା ଅର୍ଥ $20। ଠିକ ଅଛି। ତ $20 କାଲି ରିସିଭ ହେଇଛି, ଆଉ $20 ଟା ମାନେ ଆଜି ରାତି 12ଟା ପରେ ଆଉ $20 ରିସିଭ ହବ, ପୁଣି ପହରଦିନ ଆଉ $20। ଏମିତି 3 ଦିନରେ ମୁଁ ରିଡିମ୍ କରିଦେବି। ମାନେ ମଣ୍ଡେ ମର୍ନିଂ ମୋର ଏଟା ରିଡିମ୍ ହବ ଆଉ ୱିଡ୍ରୋ କୁ ଯିବ। ଠିକ ଅଛି। ୱିଡ୍ରୋ ଗଲା ପରେ ଆମେ କ୍ଲିଆରିଟି ପାଇଯିବା କି କମ୍ପାନୀର ଏମ୍ କଣ, ଆଉ କମ୍ପାନୀ ହିସାବରେ TUFT ଟୋକନ ଟା ସେମ୍ ଡେ ଆକାଉଣ୍ଟ କୁ ଆସୁଛି, ସେମ୍ ଡେ ଆକାଉଣ୍ଟ କୁ ଆସୁଛି। ଆଉ ସେଇଟା ବି ଆମର ଡେମୋ ବି ସରିଛି କି TUFT ଟୋକନ ଟା କେମିତି ଆସୁଛି, କଣ ହଉଛି। TUFT ଉପରେ ମୁଁ ଏକ୍ସଚେଞ୍ଜ ବି ମଧ୍ୟ ମୋର ସରିଛି, ଯୋଉଟା କି ତମକୁ ପ୍ରାକ୍ଟିକାଲି ବି ଦେଖେଇବି। TUFT ଟୋକନ ଟା ଯୋଉଟା ଫିଜିବୁଲ ନାହିଁ, ବହୁତ ସାରା ପଏଣ୍ଟ ଲୋକ ପିଲାମାନେ ତମ ମତାମତ ଦେଲ ସବୁ, ବଟ ଯୋଉଟା ଟୋକନ ଟା ଫିଜିବୁଲ ଅଛି ନା ନାହିଁ ସେଇଟା ବି ମୁଁ ତମକୁ ଲାଇଭ୍ ଦେଖେଇବି ହେଲା। ତ ତାପରେ କମ୍ପାନୀ ଆଉ ଗୋଟେ ପଏଣ୍ଟ ଲେଖିଥିଲା ସେଠି, DEX ଏକ୍ସଚେଞ୍ଜ ରେ ତମେ ସେଇଟାକୁ DE ଆକ୍ଚୁଆଲି DEX ଅର୍ଥ ହଉଛି, ମୁଁ DEX ଅର୍ଥ ଜାଣିନଥିଲି ସତ କହିବାକୁ ଗଲେ। DEX କଣ ମୁଁ ସକାଳଠୁ ସର୍ଚ୍ଚ କଲି। ଆକ୍ଚୁଆଲି DEX ହେଲା ଡିସେଣ୍ଟ୍ରାଲାଇଜ ଏକ୍ସଚେଞ୍ଜ। ଡିସେଣ୍ଟ୍ରାଲାଇଜ ଏକ୍ସଚେଞ୍ଜ ୟା ଅର୍ଥ ହେଲା, ବାଇନାନ୍ସ ଆମର ଗୋଟିଏ ହେଲା DEX ୟୁନିଟ, ବାଇନାନ୍ସ ବି ଗୋଟେ ୱାଲେଟ ହେଲା, ତାକୁ ଆମେ DEX। ଓକେ। ତ ବାଇନାନ୍ସ ରେ ଯୋଉଟା ଆମେ ସ୍ୱାପ କରିବୁ ସେଇଟା ହେଇଗଲା ଆମର ସେଲ୍। ସ୍ୱାପ କରିକି ଆମେ USDT କୁ ଆଣିବୁ, USDT ସେଲ୍ କଲୁ, ପଇସା ପାଇଲୁ। ଦ୍ୟାଟ୍ ଇଜ DEX। DEX ଆଉ କିଛି ନାହିଁ, DEX ଅର୍ଥ ଆଉ କିଛି ନାହିଁ। ଟିକେ ଆହୁରି ଏ ମିଟିଂ ଏବେ ଆଟେଣ୍ଡ କରୁଛନ୍ତି ଲୋକ।
ହେଲା। ତ ଏଇଟା ହେଲା ଷ୍ଟେକ୍ କଥାଟା ମୁଁ ତମକୁ ଦେଖେଇଲି କ୍ଲାରିଟି ଷ୍ଟେକ୍ ର କି ଗୋଟେ ଦିନରେ ଆସୁଛି 5,000 ଟୋକନ। ଓକେ, ତାପରେ ଏଇଟା ଯୋଉ ଟୋକନ ମତେ ଆସିଲା, ମୁଁ ଏବେ ୱିଡ୍ର ମାରିବି, ଆକାଉଣ୍ଟ ଗଲା। ମୋର ଯିଏ ଡାଉନଲାଇନ ମାନେ ଯିଏ ଟପ୍ ଲିଡର୍ସ ଅଛନ୍ତି, ଯିଏ ଏବେ ଷ୍ଟାର 5ଟା ଷ୍ଟାର ଅଛନ୍ତି, ଫାଷ୍ଟ 5ଟା ଷ୍ଟାରକୁ ମୁଁ ଆକ୍ଟିଭେଟ୍ କରେଇଦେବି କଣ୍ଟ୍ରିବ୍ୟୁଟ କରି କରି ଗୋଟେ 2 ଦିନରେ। ଠିକ ଅଛି, ତ 5ଟା ଷ୍ଟାର ଆକ୍ଟିଭେଟ୍ ହେଇଗଲା, ସେମାନେ ତାଙ୍କର ଡାଉନଲାଇନ ସମସ୍ତ ଏମିତି କରି କରି ଆମେ ଗୋଟେ ୟୁନିଟ ହେଇକି ଦେଖ ସିଷ୍ଟମ ଟା କଣ, ଆମର ପଇସା ଫସିକି ଅଛି, ଆମେ ଚାହିଁବୁ କି ସେ ପଇସା କେମିତି ବାହାର କରିବୁ। ଆମେ ଆଉ ଥରେ ସେଇଥିରେ ପଇସା ପକେଇବା, ସେଇଟା ଆମର ମୂର୍ଖାମି। କେହି ହେଲେ ଇନଭେଷ୍ଟ କର ନାହିଁ। ଜଣେ ରିସ୍କ ନେଇଛି, ଇନଭେଷ୍ଟ କରାଯାଇଛି, ସେଇ ପଇସାକୁ ଆମେ ମଲ୍ଟିପ୍ଲାଏ କରି କରି ସମସ୍ତଙ୍କ ଆକାଉଣ୍ଟ କେମିତି ଆକ୍ଟିଭେଟ୍ କରିବା ତା ବିଷୟରେ ଆମେ ଚିନ୍ତା କରିବା। 15 ଦିନ ଯାଉ, 20 ଦିନ ଯାଉ, ମାସେ ଯାଉ, ଫିକର ନାହିଁ, ବଟ୍ ଆମେ ସମସ୍ତଙ୍କର ଆକାଉଣ୍ଟକୁ ଯେମିତି ଆକ୍ଟିଭେଟ୍ କରିଦେବା, ଯେମିତି ଗୋଟେ ୟୁନିଟ୍ ଅଛୁ ସେମିତି ୟୁନିଟ୍ ନେଇକି ଆମେ ଚଳିବୁ, ଆମେ ଜଣଙ୍କ ବିଷୟରେ ଭାବିବାନି। ଠିକ ଅଛି, ନେକ୍ସଟ ଆମେ ପଏଣ୍ଟକୁ ଯିବା। TUFT ଟା ଆକ୍ଚୁଆଲି କମ୍ପାନୀ କରୁଛି କଣ ଏବେ, ଯେହେତୁ ଏବେ ପ୍ରି ସେଲ ର ଅଛି, ଲିଷ୍ଟିଂ ହେଇନି। ଠିକ ଅଛି, ତ ପ୍ରି ସେଲ ଷ୍ଟେଜ ତା ଦେଖ। TUFT ଟା ଆମର USDT ରେ ସହିତ ପେୟାରିଂ ଅଛି, ତାପରେ ତାର ସୋଲାନା ସହିତ ପେୟାରିଂ ଅଛି, ଆଉ ଗୋଟେ ଅଛି WOP ସହିତ, ତାର 3ଟା ପେୟାରିଂ ତାର ଅଛି। ଠିକ ଅଛି, ସ୍କ୍ରିନ ଦେଖା ହଉଛି ତ? ହଁ ହଁ ଦେଖାଯାଉଛି। ହଁ, ତ 3ଟା ତାର ପେୟାରିଂ ଅଛି। 3ଟା ପେୟାରିଂ ରୁ ଆମକୁ ଗୋଟେ ପେୟାରିଂ ଦରକାର ଭାଇ। ସୋଲାନା ଫୋଲାନାର ଆମେ ବିକ୍ରି କରିପାରିବୁନୁ, ଆମକୁ USDT ହେଲେ କାଫି ଅଛି। USDT ରେ ଆମେ ସ୍ୱାପ କରିକି ନେଇଯିବା, ସେଟା କାଫି ଅଛି। ତ ଏବେ କମ୍ପାନୀ ପ୍ରି ସେଲ ର ଅଛି, ପ୍ରି ସେଲ ର ଥିବା ଯୋଗୁଁ ସେ ଅଛି ଏବେ ସିକ୍ୟୁରିଟି ସ୍କାନ ରେ ହାଇ ରିସ୍କ ରେ ଅଛି। ଠିକ ଅଛି, ତ ନେକ୍ସଟ ଏଇଟା ଗୋଟେ କନସେପ୍ଟ କ୍ଲିୟର ହେଇଗଲା, ତମେ କି କମ୍ପାନୀ କଣ ଅଛି, ସେ କଣ କରୁଛି, ଆମେ ସେଟା ଯେହେତୁ ଆମେ ପ୍ରାକ୍ଟିକାଲ କରୁନୁ ସେଟା ଜାଣିବା। ଏବେ ପ୍ରାକ୍ଟିକାଲ ଜିନିଷ ଯାକ ତମକୁ ଦେଖଉଛି, ଆମେ ଥିଓରିରେ ଯିବାନି, କିଏ କଣ ଲେଖିଦେଲା କି ୟୁଟ୍ୟୁବ ବାଲା କଣ କହିଦେଲା, ଆମେ ପ୍ରାକ୍ଟିକାଲ ଜିନିଷ ଯାକୁ ଯିବା। ଠିକ ଅଛି, ତ ଏବେ ଇଏ BIP ଚେନ୍ ଉପରେ ଦେଖିଥିବ, ମୁଁ ବାଇନାନ୍ସ ଚେନ୍ ଏକା ମାରିଛି, BP20 ମାରିଛି। BP20 ରେ ଏବେ ସେ ପ୍ରି ସେଲ୍ ଷ୍ଟେଜ ରେ ଅଛି। ଓକେ, ତାପରେ ଏ ଗୋଟେ କଣ ସେଟା ଏଥିରେ କଣ ଦେଖା ହଉଛି କି ନାଇଁ, ଏଟା ତ ଆମର ଟ୍ରେଡିଂ ଭିଉଟା ଛାଡ। ଠିକ ଅଛି, ତାପରେ ନେକ୍ସଟ ପଏଣ୍ଟ କେତେଟା ମୁଁ ମୋବାଇଲ ରୁ ଦେଖେଇବି, ଲାପଟପ ସ୍କ୍ରିନରେ ମତେ ଏତିକି ଦେଖେଇବାର ଥିଲା ତମକୁ, ତାପରେ ଲାପଟପ ଟା ଆକ୍ଚୁଆଲି ପାଖରେ ଥିଲା ତ ସେଥିପାଇଁ ଦେଖେଇଦେବି। ପୋର୍ଟଫୋଲିଓ ଦେଖିଲା, ପୋର୍ଟଫୋଲିଓ ଯୋଉଟା ଆମ ପୋର୍ଟଫୋଲିଓକୁ ପଳେଇବ, ଛାଡି ଦିଅ। ଏବେ ଆଟେଣ୍ଡ ଆସୁଛନ୍ତି ମିଟିଂ। ଠିକ ଅଛି, ଏବେ ମୁଁ ଯିବି ମୋବାଇଲ ସ୍କ୍ରିନକୁ। ମୋବାଇଲ ସ୍କ୍ରିନରେ ବି ମତେ କିଛିଟା ଜିନିଷ ଦେଖେଇବି, ରହିଯାଅ। କମ୍ପ୍ୟୁଟରରୁ ମୋବାଇଲକୁ ଜବ୍ କରିବା। ଦେଖ ଲାଷ୍ଟ ମୁଭମେଣ୍ଟରେ ଜଏନ କରିବେ, ସକାଳୁ କହିବେ କି ଆମର ୱିଡ୍ର କାଇଁ ଆସିଲାନି। ରାଇଟ ରାଇଟ କହିବେ ତ ଆଉ। ଓକେ, ତେବେ ମୋବାଇଲ ସ୍କ୍ରିନକୁ ଆସିଗଲି ମୁଁ। ସ୍କ୍ରିନ ଦେଖା ହଉଛି? ଓକେ ଓକେ, ଠିକ ଅଛି। ତେବେ ଦେଖ ମୋବାଇଲ ସ୍କ୍ରିନରେ କିଛିଟା ଜିନିଷ ତମକୁ ସେୟାର କରିବି, ଯୋଉଟା କି ଆମର ପ୍ରି ସେଲ୍ ମୁଁ ଦେଖୁଥିଲି କଣ ହେଇଛି କଣ ନାହିଁ। ପ୍ରି ସେଲ୍ ଟା ଆଉ ରହିଲା 4 ଦିନ 6 ଆୱାର ଘଣ୍ଟା ଏମିତି ରହିଲା ସବୁ। ଠିକ ଅଛି, ଏଇଟା ଗୋଟେ ଦେଖୁଛି ତମକୁ ଡିପୋଜିଟ ଆଡ୍ରେସ ଟା ଦେଖୁଥ, ଲାଷ୍ଟ କୁ 363 ଅଛି, ଷ୍ଟାର୍ଟିଂ ରେ OXC ଅଛି, ଏତିକି ଟିକେ ଖାଲି ମନେ ରଖୁଥ ହେଲା। ଓକେ, ଏଠି ଗୋଟେ ଇଣ୍ଟରେଷ୍ଟିଂ ଜିନିଷ, ଯେତେବେଳେ ତମେ ଟ୍ରେଜର NFT ର ଅପସନ ମାରୁଥିଲ,
ସେତେବେଳେ କଣ ଆସୁଥିଲା କହିଲ, ଆପ୍ଲାଏ ଫର 15 days ଏମିତି ଟାଇମ ଆସୁଥିଲା। ବଟ୍ ଏଇଟା ବିଷୟରେ କିଏ ରିସର୍ଚ୍ଚ କରୁଛ? ଯେତେବେଳେ ଅପସନ ମାରୁଛ ଡାଇରେକ୍ଟ ଅପସନ ପେଜ କୁ ପଳଉଛି। ଦେଖ ଏ ବିଷୟରେ କିଏ ରିସର୍ଚ୍ଚ କରିନଥିବେ, ଦେଖିବ ଅପସନ ମାରିଲା ମାନେ ଡାଇରେକ୍ଟ ଅପସନ ପେଜ କୁ ଆମର ପଳଉଛି। ଠିକ ଅଛି, ଏଇଟା ଗୋଟେ ଜିନିଷ। ତାପରେ ନେକ୍ସଟ ଆସେଟ କୁ ଯାଉଛି, ମୁଁ ଆସେଟ କୁ ଯାଉଛି। ଦେଖ ଆସେଟ କୁ ଯାଉଛି, ଏଠି ଡେପୋଜିଟ ଆଡ୍ରେସ ଟା ଶୋନ୍ କରୁଛି। ମୁଁ ନୋଟ ଟିକେ ସର୍ଭର ଡାଉନ ଅଛି ତ, ଯେହେତୁ କମ୍ପାନୀ ଆଜି ଦିନଟା ଟାଇମ ନେଇଛି, ଆମେ ତନ୍ଦ୍ରା ହେବାନି। ତଥାପି ଆମେ ସେ ତନ୍ଦ୍ରାରେ ତମକୁ ଦେଖିବାକୁ ପଡିବ କିଛିଟା ଜିନିଷ। ହଁ ଦେଖ, ଓକେ, ଏଠି ପଢୁଥ ଖାଲି ଲାଷ୍ଟ ଡେପୋଜିଟ ଆଡ୍ରେସ ଟା ଦେଖୁଛ ତ, TUFT ଡେପୋଜିଟ ଆଡ୍ରେସ BEP20। ମୁଁ ତମକୁ ଖାଲି ଆଡ୍ରେସ ଟା ଦେଖେଇବି ଖାଲି। ରହିଥ, ପ୍ରୋସେସିଂ ଅଛି। ମତେ ସମୟ ମିଳିଗଲେ ମୁଁ ସ୍କ୍ରିନଶଟ ବି ନହେଲେ ସେୟାର କରିବି, କାରଣ ଏଇଟା ସବୁ ମୁଁ ରିସର୍ଚ୍ଚ କରିକି ଦେଖୁଥିଲି ଜିନିଷ ଯାକ। ଓକେ, ତ ନେକ୍ସଟ ଆମେ ଯିବା ବାଇନାନ୍ସ କୁ। ବାଇନାନ୍ସ କୁ ଯେତେବେଳେ ଆମେ ଆସେଟ କୁ ଯିବା, ଦେଖ ଏଠି TUFT ଟୋକନ ଦେଖାଉଛି ତମକୁ, କେତେ ରିସିଭ ହେଇଛି? 2500 ଟୋକନ ରିସିଭ ହେଇଛି, ଦେଖୁଛ ତ? TUFT ଟୋକନ ଉପରେ ଆମେ ମାନେ କାରବାର ବି କରିସାରିଲୁଣି। ହିଷ୍ଟ୍ରି ଦେଖ, ଟୋକନ କେତେଥର ଆସିଛି ଯାଇଛି। ତ ଏବେ ଜିନିଷଟା ଫିଜିବୁଲ ଅଛି, ଆମେ ଏମିତି କହିବାନି ଜିନିଷ କିଛି ନାହିଁ। ଆଉ ତମକୁ କହିଥିଲି ଗୋଟେ ମନେ ରଖିବା ପାଇଁ କୋଡ ଟା, ହେଲା। ତାପରେ ସେ ଚେନ ଯୋଉ ଦେଇଛି, କୋଉ ଚେନ ରେ ଦେଇଛି? ଆମର BNB ଚେନ ରେ ଦେଇଛି। BNB ନେଟୱାର୍କ ଦେଖୁଥିବ ସବୁ, BNB ଚେନ ଯୋଉଟା ହେଲା BEP20, ହେଲା। ପେମେଣ୍ଟ ଟା ଆମକୁ ଦେଇଛି କୋଉଥିରେ? ରିସିଭ କମ୍ପ୍ଲିଟେଡ ଲେଖିଛି, BEP20 ରେ ଦେଇଛି। ଠିକ ଅଛି, ତ କିଛିଟା ଅଛି ଯାହା ଉପରେ ଏବେ ଜିନିଷଟା କଣ, ଏବେ ତମକୁ କ୍ଲିୟର ଜିନିଷଟା। ହଁ ତିନିଟା ଅଛି, ତିନି ଜାଗାରୁ ଆସିଛି। ସେ ଡେପୋଜିଟ ଆଡ୍ରେସ ଟା ତତେ ଦେଖେଇଥାନ୍ତି, ଡେପୋଜିଟ ଆଡ୍ରେସ ଟା ଲୋଡ ହଉନି। ତିନିଟା ଆସିଛି, ତାର କମ୍ପାନୀର ତିନିଟା ଆଡ୍ରେସ ଅଛି, ସେଟା ଦେଖେଇବି। ଦେଖିଛି, ମୁଁ ଭଲସେ ଦେଖିଛି। ସେ ଯୋଉ ହିଷ୍ଟ୍ରି ଅଛି, 3 ଥର ମତେ ଆସିଛି, 3 ଥର ଯାକ ଅଲଗା ଅଲଗା ଆଡ୍ରେସ ଅଛି। ଠିକ ଅଛି, ଡାଇରେକ୍ଟ ଟ୍ରେଜେରୀ ନେଫ୍ଟ। ହଁ ଏବେ ଦେଖ, ଏବେ ଜିନିଷଟା ଅଛି କି ମୁଁ କଣ କହୁଥିଲି, ହଁ ରୁହ ମଝିରେ ଡିଷ୍ଟର୍ବ କରିନି, ଭୁଲିଯିବି। ହଁ, ତ ଏବେ ଏବେ ଆମର ବିଗ କ୍ୱେଶ୍ଚନ ମାର୍କ କଣ? ସେ ଯୋଉ କହିଲା DEX ରେ ସେଲ କରିବ, DEX ରେ ଯୋଉ ସେଲ କରିବ ତା ଅର୍ଥ ଟୋକନ ଟାକୁ ସ୍ୱାପ ମାରିବ, USDT ରେ କନଭର୍ଟ କରିବା। ମ୍ୟାକ୍ସିମମ୍ ମୁଁ 2500 ଟୋକନ ମାରିଲି। ଏବେ USDT କୁ ସ୍ୱାପ ହଉନି, କାହିଁକି? नो लिक्विडिटी अवेलेबल। ନା ନା, ଯୋଉ ପର୍ଯ୍ୟନ୍ତ କମ୍ପାନୀ ତାର ପ୍ରି ସେଲ ସାରୁନି, ସେ ଯାଏ ସେ USDT କୁ ଦବନି। ସେତେବେଳେ ଯାଏ USDT କୁ କନଭର୍ଟ ହବ, ହେଲା। ଏଇଟା ଗୋଟେ ଫ୍ୟାକ୍ଟ। ହଁ, ଏବେ ଆଉ ଗୋଟେ ଫ୍ୟାକ୍ଟ ହଉଛି, ଏଇଟା ଗୋଟେ ଫ୍ୟାକ୍ଟ ଜାଣିଲ, ଏଇଟା ଓପନ ହେଲା କି ତମକୁ ଦେଖଉଛି। ଏଇଠି ଗୋଟେ ଲଜିକ ଟେ ଅଛି, ଏଇଟା ଟିକେ କାହିଁକି ସ୍ଲୋ ହଉଛି, ସର୍ଭର ତ ଡାଉନ ଅଛି ଆଉ। ସର୍ଭର ଟା ଡାଉନ ଅଛି, କିଛି କହିହଉନି। କଣ ଇଏ ଏମିତି ହଉଛି ଆଜି? ହଁ ଏପର୍ଯ୍ୟନ୍ତ କ୍ଲିୟର ହେଇନି ଜିନିଷ ଯାକ ତ, ଠିକ ଲଗ ଆଉଟ କରିକି ମୁଁ ଆଉଥରେ ଲଗ ଇନ କରୁଛି, ଟିକେ ଦେଖିବା ଜିନିଷଟା କ୍ଲିୟର କରିବା।
asset ओके दरकार पड़ले मु काली राउंड अप करी पठेई देबी जदी एटा स्पीड हैला राउंड अप करी पठेई देबी देखिबो हमर वेब 20 रो एड्रेस डिपॉजिट रो वेब 20 रो एड्रेस आउ डिपॉजिट रो TUFT एड्रेस दीटा जाको गोटिए थिबो दीटा जाको गोटिए थिबो आ जेतेबेले तमे विड्रॉ मारिबो एबे तो सिस्टम अपडेट होउची जेतेबेले विड्रॉ मारिबो देखिबो सेठी भी गोटे TUFT लाइव हेतो TUFT तमरा लाइव थिबो हला तो सेई TUFT टा एटा आउडी के स्क्रीन शेयर करला के स्क्रीन मोडिया हाँ हाँ देखो से एड्रेस टा देखो देखिलो डिपॉजिट एड्रेस देखो मानस देखेला वेब 20 और डिपॉजिट एड्रेस TUF 20 दीटा को सेम देखो एटी एटा और लॉजिक टा विड्रॉ को जदी जीवो विड्रॉ को जो मानस विड्रॉ एक्टिवेट हेछि कि ना 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 विड्रॉ सेट ना एक्टिवेट तो छाड़ो मुझे देखी था मोर एक्टिव हेछि देखी था जे लोड होनी छाड़ो विड्रॉ को भी जतले जीवो तमे जो विड्रॉ मारियो TUFT वेब 20 रे जतले विड्रॉ मारियो हैला TUF 20 वेब 20 जतले विड्रॉ मारियो तमरा एड्रेस टा आसीबो माने वेब 20 रे एड्रेस टा आसीबो TUF रे विड्रॉ मारले ठीक अछि एटा हम चेक कर सारछि बट खाली वेट करूछि कि फंड टा रिडीम करला पर गोटे विड्रॉ टा मारिया पई सेटा हैला पर ही हमें कंक्लूजन करि परिबा कि या ऊपर ट्रस्ट करी होबो कि हमर सबुतिक पैसा आसीबो जोपंत आमे प्रैक्टिकली जिनसटा को जानिबानी से जे आमे किछि स्टेप नै परिबानी ठीक अछि आ मु आगरु बारंबार भी कहूची केही हेले मु देखेली ये लोभरे केही हेले भी टोकन किनिकी निजरो स्टेक को एक्टिवेट करिवो नाही ओके ठीक ये अबे हम आसी जिबा लैपटॉप को बोलो ठीक है ठीक अछि तो तो आमे केही हेले माने कहबार तात्पर्य कि केही हेले आमे लोभरे आसिकी निज निजर स्टेक को एक्टिवेट कर देबा पैसा पाई जिबा से पाइलेनी आमे पाइबू ए जिंस जाको केही करिवो नाही आमे फास्ट प्रैक्टिकली आमे स्ट्रांग हे जिबा कि भाई पैसा आसुची एबे तमे भी पैसा पकेबोनी जणे जणे करी आमे एक्टिवेट करी करी जिबा केले व्यस्त होबनी समस्तंगर पैसा से स्टेक रे दे देछि जहा पैसा तमरो थिला टोटल अमाउंट टा से बे स्टेक को दे देछि एबे आमे कहिबा कि गोटे गोटे स्टेक आमे एक्टिवेट करी करी नेबा धीरे धीरे स्लो स्लो जिबा एका थरकरे माडिबानी कि पैसा इन्वेस्ट करिबानी ठीक अछि एतिकी थिला मोर माने जहा मु रिसर्च करिछि एबे आमे जिबा कि कार कोन मनरे क्वेश्चन थिबो क्वेश्चन का मनरे थिबो हाथ टेको क्वेश्चन एंड आंसर सेक्शन गोटे रखिबा तापर आमे एडो क्लोज करिबा ओके का मनरे किछि डाउट अछि के किछि कहया चाहूछि हरिदास भाई हां मिथुन मिथुन को ମୁଁ କହିଲି କି
ସକାଳେ ମୁଁ ସେ ଯୋଉ ଟୋକନଟା ଯୋଉ କ୍ଲେମ କରୁଛି 5,000 ଟା ହଁ ରହିବ ବୁଝା ହଁ ମିଥୁନ କୁହ। ଟୋକନ ଯୋଉ କ୍ଲେମ କରୁଛି ହଁ ହଁ କ୍ଲେମ ତମ ଆବାଜ ଟା ଟିକେ ଆସୁନି ମିଥୁନ, ଆବାଜ ଆସୁନି। ନା ଆବାଜ ଆସୁନି। ତମେ ଟିକେ ସାଇଡ ହେଇଯାଅ ମିଥୁନ, ତାପରେ ଟିକେ ଫ୍ରି ହେଇଯାଅ, ତାପରେ କନେକ୍ଟ କରିବ। ହଁ ନେକ୍ସଟ ଅନୁଜ କୁହ। ହଁ ମୁଁ କହୁଥିଲି କଣ ଯେ ସକାଳେ ଯୋଉ କହୁଥିଲି ସେ B20 ଆଉ TR20 ଭଲ ନା ହଁ ତିନିଟା ଯାକ ବାଇଣ୍ଡିଂ କେମିତି ଆକ୍ଟିଭ ହବ ଗୋଟେ ଭିଡିଓ କରି ଛାଡନ୍ତୁ। ଆଚ୍ଛା ଠିକ ସେଗୁଡା ଅଛି। ଆକ୍ଟିଭ କରି ରଖିଥିବା, ଯେତେବେଳେ ଆମେ ପଇସା ୱିଡ୍ର କରିବା ସାଙ୍ଗେ ସାଙ୍ଗେ କରିପାରିବା, ନହେଲେ ଏବେ ଯଦି ମାସେ ବସୁଛୁ ଆହୁରି ବସିବା ମାସେ ମାସେ। ହଁ ତାର ସେଥିପାଇଁ ଗୋଟେ ଭିଡିଓ ଭିଡିଓଟେ କରିକି କରିଦବା। ଛାଡନ୍ତୁ, ନହେଲେ ହଁ ଆପଣଙ୍କ ତାର ପାଖକୁ ଗୋଟେ ଯାଇକି ଗହଳି ହେଇକି ବିଚାର ହବା କଥା। ହଁ ତାର ଗୋଟେ ଭିଡିଓଟେ ଆମେ କରିଦବା। ହୁଁ ହଁ ସକାଳୁ କହିଲି କରିନାହାନ୍ତି ତ, ସେଥିପାଇଁ ଆଉଥରେ ମନେ ପକେଇଥିଲି ଟିକେ ନାଇଁ ଆଉ। ନାଇଁ ଟିକେ ବ୍ୟସ୍ତତା ରହିଗଲି, ମୁଁ କରିକି ଛାଡି ଦଉଛି, ସଲ୍ଭ କରିକି ଛାଡି ଦଉଛି। ଆଉ ସବୁ ଅଛି ଆଉ ଟେନସନ କିଛି ନାହିଁ। ହଉ ନାଇଁ ଏହା ସହିତ ମୁଁ କହିବାକୁ ଚାହୁଁଛି ଭିଡିଓ ତ କରିକି ଆମେ ଛାଡିବୁ, ହଁ ତା ସହିତ ଯୋଉମାନେ ରହିଲେ ଅଫଲାଇନ ରହିଲେ ପିଲାମାନଙ୍କର ହଁ ଅଫଲାଇନ ମାନଙ୍କୁ କହିଦିଆଯାଉଛି ଯୋଉ ଭିଡିଓ ଅଫଲାଇନ ସବୁ ରହିଲେ ସେମାନେ ନିଜ ନିଜର ଡାଉନ ଲାଇନ କି ଉପରେ ଗାଇଡ କରନ୍ତୁ। କାହିଁକିନା ସେମାନେ ସମ୍ପୂର୍ଣ୍ଣ ଚୁପ୍ ହେଇକି ବସି ପକଉଛନ୍ତି, ଯୋଉ କାରଣରୁ ତାଙ୍କ ଡାଉନ ଲାଇନର ମାନେ ହଇରାଣ ହଉଛନ୍ତି। ବୁଝିପାରିଲେ ନାଇଁ? ସେଥିପାଇଁ ଅଫଲାଇନର ମାନେ ଡାଉନ ଲାଇନର ମାନଙ୍କୁ ହେଲ୍ପ କରନ୍ତୁ। ଯଦି ଆପଣ ଜାଣିନାହାନ୍ତି ଫାଷ୍ଟ ଆପଣ ନିଜେ ବୁଝି ଯାଆନ୍ତୁ, ତାପରେ ଆପଣ ଡାଉନ ଲାଇନକୁ ମଧ୍ୟ ହେଲ୍ପ କରନ୍ତୁ। ବୁଝିପାରିଲେ ନାଇଁ? ହଁ ଟିକେ ଅଫଲାଇନ ମାନେ ଏଇଠି କୋଅପରେଟ କରିବା ଦରକାର। ଅରୁଣ କହିବା ହିସାବରେ ଅଫଲାଇନ ମାନେ କୋଅପରେଟ ନ କଲେ, ଦେଖ ଆମେ ଏକା ଲୋକ କାର ଆକ୍ଟିଭେଟ କରିବୁ, ବୁଝିଲେ ନା ନାଇଁ? ମୁଁ ଅରୁଣ ହଉ ଭାଇ ବା ଅରୁଣ ହଉ କିମ୍ବା ଶୁଭମ ହଉ କି ଯିଏ ବି ହଉଛି ହଉ। ଆଜ୍ଞା ଆଜ୍ଞା ଟିକେ ମୋର କହିବାର ଅଛି, ଅରୁଣ ବାବୁ ଆଉ ଦେଖା ହଉନାହାନ୍ତି କଣ ପାଇଁ ସେ ପଚାରୁନାହାନ୍ତି ଟିକେ? ଏବେ କାମ ଆସିଯାଇଛି ନା ଗୋଟେ, ସେ ଯୋଉ କଣ ସେଟା ନାଇଁ ସବୁ କାମ ଆସିଲେ ନାଇଁ ହେଲେ ବି ଆମର ଟ୍ରେଜରୀ ସରକାର କାମ ଆଗେ। ନାଇଁ ସରକାର ଦେଇଛି ବୋଧେ ଆୟୁଷ୍ମାନ କାମ ସେ ମାଗଣାରେ ବୁଲିକି ଦାଢିକି କରିବାକୁ। ଆଉଁସି ଆଉଁସି ଆମକୁ ହଁ ନେଇ ଖଣାରେ ପକେଇଛନ୍ତି, ସେ ଖଣ ବାହାରୁ ଆମେ ତ କଥାବାର୍ତ୍ତା ହେଲେ ଦେଖିଲେ ତ ବାହାରୁ ନା। ଦେଖି ନାଇଁ ପାରୁନୁ ଆଜି କୁଆଡେ ଅରୁଣ ପାତାଳ ଦିନ ସାରା ଥିଲା ସାଥିରେ। ଆଉ ମତେ ଟିକେ କହିଲୁ ମୁଁ ଯାଇପାରିବିନି, ଦେଖିନି ତାଙ୍କୁ 3-4 ଦିନ ହେଲାଣି, ଯାହାହେଲେ ଟିକେ ବାମୁଣିଆ ଲୋକ ଦେଖିବାକୁ ଟିକେ। ହଉ ହଉ ହଁ ମିଥୁନ କୁହ, ମିଥୁନ କୁହ। ହଁ ମୋର ଏଇ ଯୋଉ ଟୋକନ ଟା ମୁଁ ରିସିଭ କରିପାରୁନି, ବୋଧେ 3 ଜଣ କଲେଣି, ସେ ବାଇନାନ୍ସ ଲିଙ୍କ କରି କରିଲି କିନ୍ତୁ ଟୋକନ ରିସିଭ ହେଇପାରୁନି, ଆଉ ଏବେ ସୋ ବି କରୁନି ଟୋକନ ଟା କିଛି। ଶୁଣ ଟୋକନ ଟା ଫାଷ୍ଟ ଯୋଉ ଟ୍ରେଜର ଚେନରେ ଯାଇକି ଏୟାର ଡ୍ରପ ଟା ନେଇଯିବ ହେଲା। ଏୟାର ଡ୍ରପ ରେ କ୍ଲିକ କରିକି ଏକ୍ସପୋର୍ଟ ଯାଇକି ୟୁଆଇଡି ଦେଇକି ମୁଁ ସେଟା ଇଏ କରିଦେଲି। ହଁ ତାହେଲେ ଟିକେ ସମ୍ଭାଳିଯାଅ, ଟିକେ ମାନେ ଏବେ ଯୋଉ ଅପଡେସନ ଚାଲିଛି ଟିକେ ବ୍ରେକ୍ ହେଇଯାଅ, ରହିଯାଅ ଟିକେ। ସେ ଅଟୋମେଟିକ ତମେ ଯେତେବେଳେ ୱାଲେଟ ଲିଙ୍କ କରିବ ସେ ତମକୁ ଆସିଯିବ। ଏବେ ରହିଯାଅ, ଏବେ ଅପଡେସନ ଅଛି, ଆଜି ଆକ୍ଚୁଆଲି ରାତି ଯାଏଁ ସବୁ ଅପଡେସନ ଅଛି। କଣ ହଉଛି ନା ଯୋଉ ଆମର ଟୋକନ ଟାକୁ ଆମେ ଆକ୍ଟିଭେଟ କଲା ବେଳକୁ ବର୍ତ୍ତମାନ ସାଇଟ ଫୁଲି ୱାର୍କ କରିନି। ଯୋଉ କାରଣରୁ କିଛି ଲୋକଙ୍କର ହେଇଯାଉଛି ଏବଂ କିଛି ଲୋକଙ୍କର ହଉନି। ଆଉ ଯଦି କୌଣସି ଲୋକ ତା ବାରମ୍ବାର ବି ମାରି ଦଉଛେ ତାଙ୍କର ସେ ୱେଲକମ ଏରର ଯୋଉ ଆସିଯିବ ତାର। ଗିଫ୍ଟ ଅପସନ ଟା ଆସୁନି, ଏରର ପଳେଇ ଆସୁଛି। ସେଥିପାଇଁ ସମସ୍ତେ କାଲି ଦିନଟା ଅପେକ୍ଷା କରି ଯାଆନ୍ତୁ, ସମ୍ପୂର୍ଣ୍ଣ ଭର୍ଚୁଆଲ ହବନି ୱେବସାଇଟ। ହଁ ୱେବସାଇଟ ସମ୍ପୂର୍ଣ୍ଣ ଠିକ ସେ କାମ କଲା ପରେ ଆପଣ କରିବେ, ସେଇଟା ଆଉ କିଛି ପ୍ରୋବ୍ଲେମ ଦେଖେଇବନି। ହେଲେ କିଛି ନାହିଁ ତ? ନାଇଁ ନାଇଁ ଲେଟ୍ ହେଲେ ବି କିଛି ଅସୁବିଧା ନାହିଁ, କାରଣ ଆମେ ତ ଏବେ ଆକ୍ଟିଭେଟ ହଉନୁ। ଆମେ ଧୀରେ ଧୀରେ କରିକି ଆକ୍ଟିଭେଟ ହେବା, ତ ଅପେକ୍ଷା କର। କିଛି ଅସୁବିଧା ନାହିଁ, ଅପେକ୍ଷା କର, ଆରାମସେ ଗୋଟେ ଗୋଟେ କରି ଆମେ ଯିବା ଷ୍ଟେପ ବାଇ ଷ୍ଟେପ। ଆଚ୍ଛା ଅମଜଦ ଭାଇ ଯୋଉ ଏନ୍ଏଫଟି ଯୋଉଟା ଆମର ଫଣ୍ଡ ଟା ଅଛି, ସେ ଫଣ୍ଡ ଟା କେମିତି କଣ ନା ତମେ ବୁଝିପାରିଲିନି ଟିକେ କେମିତି କଣ ହେଲା? ଏନ୍ଏଫଟି ରେ ଯୋଉ ଫଣ୍ଡ ଯାକ ଥିଲା, ସେ ଫଣ୍ଡ ଟା ବର୍ତ୍ତମାନ ଟ୍ରେଜର ଫୋନ ର ଷ୍ଟେକ କୁ ପଳେଇଛି, ଠିକ ଅଛି। ହଁ ଟ୍ରେଜର ଫୋନ ଯୋଉ ଷ୍ଟେକ କୁ ପଳେଇଛି, ସେ ଷ୍ଟେକ ଟା ଆମର 999 ମାନେ 3 ବର୍ଷ ପାଇଁ ଷ୍ଟେକ୍ ଦେଇଦେଲା ସେ। 3 ବର୍ଷ ପାଇଁ ଯୋଉ ଷ୍ଟେକ୍ ଦେଇଦେଲା, ସେଥିରୁ ମାସେ ମାସେ ଯାଏ ଭ୍ୟାଲିଡିଟି, ବୁଝ କନସେପ୍ଟ ଟା ବୁଝ ଠିକ ସେ। 3 ବର୍ଷରେ ମାସେ ମାସେ ଯାଏ ଭ୍ୟାଲିଡିଟି। ଆଉ ଗୋଟେ ଗୋଟେ ମାସ ପାଇଁ ସେ 2,000 ର ଷ୍ଟେକ୍ କରୁଛି। ୟା ଅର୍ଥ ସଫା ସଫା ମୁଁ ପୁରା ହିସାବ କିତାବ ତମକୁ ବୁଝେଇ ଦଉଛି। ତା ଅର୍ଥ 2,000ରେ ଯଦି 1% ଆମେ ନେବା, ତାହେଲେ 60,000 ଟଙ୍କା ମାସକୁ କମେଇବା, 5,000 ଟଙ୍କା କମ୍ପାନୀକୁ ଦେବା। ସିଧା ସିଧା ହିସାବ ତାର।
ପୁଣି ନେକ୍ସଟ ମାସରେ ଆଉ 60,000 କମାଇବା ପାଇଁ କମ୍ପାନୀକୁ ଆମକୁ 5,000 ଦେବାକୁ ପଡିବ। ଏଇଟା ତାର ସିଧା ହିସାବ। ଠିକ ଅଛି। ତ ସେଇ ହିସାବରେ ଆମେ ଯେତେଟା 2,000 ଲେଖା ଆକ୍ଟିଭେଟ୍ କରି କରି ଯିବା ସେତିକି 60,000 କମଉଥିବା, ସେତିକି କମ୍ପାନୀକୁ 5,000 ଦଉଥିବା। ଏଇଟା ହଉଛି କମ୍ପାନୀର ସିଧା ସିଧା ହିସାବ। ଆଉ ସେ ଯୋଉ କମେଇଲ ସେଟା ଟୋକନ ଆକାରରେ କମେଇଲ। ଟୋକନର ଭ୍ୟାଲୁଟା ଏବେ ଅଛି ତମର ମାନେ ଯେତିକି ଅଛି। ଯଦି ଫ୍ୟୁଚରରେ ବଢିଗଲା ତାହେଲେ ତମର ଭାଗ୍ୟ ଫିଟିଗଲା। ଯଦି ଫ୍ୟୁଚରରେ ଯେ ରେଞ୍ଜ ଅଛି ସେଇ ରେଞ୍ଜରେ ଗଲା ତାହେଲେ ଯେତିକି କମାଇବା କଥା ସେତିକି କମେଇବ। ବୁଝିପାରୁଛ? ସେ ଭାଗ୍ୟ ନ ଫିଟୁ ଯେ କିନ୍ତୁ ଜିନିଷଟା ହଉଛି ଏବେ ଶୋ କରୁନି କି ଯୋଉ ୱାଲେଟ ବାଲାନ୍ସ ଗୁରା ସବୁ। ହଁ ହଁ। ଓକେ ସନ୍ତୋଷ କୁହ କଣ କହୁଛ? ମୁଁ କହିବାକୁ ଚାହୁଁଥିଲି ଯୋଉ ଏବେ ଆମର ତ କିଛି ଆକ୍ଟିଭ ହେଇନି, ହଁ ଯେ ସମସ୍ତେ କେତେ ଲୋକଙ୍କର ଆକ୍ଟିଭ ହେଇଛି ସେଇ ଜିନିଷଟା ଯୋଉ ୱାଲେଟ ରେ ଥିଲା ଟ୍ରେଜେରୀ ନେଫ୍ଟ ର କ୍ୟାଶ ଟା ହଁ ହଁ। ସେଇଟାକୁ ଏବେ ଯୋଉ ଫିକ୍ସ କରିଛି ବା ଯାହା ବି କରିଛି ସେ ହଁ ସେଇଟା କୋଉଥିରେ ହେଲେ ଶୋ କରୁଛି ନା ନାଇଁ? ଷ୍ଟେକ୍ ର କଲେକ୍ସନରେ ଶୋ ହବ। ଷ୍ଟେକ୍ ର କଲେକ୍ସନ ରେ ଶୋ ହଉଛି। ହଁ। ହଁ ଷ୍ଟେକ୍ କୁ ଯାଇକି କଲେକ୍ସନ ମାରିବ ଶୋ ହବ। ଏବେ ଯଦି ଶୋ ବି ନହେଲା ଟିକେ ଅପେକ୍ଷା କରିବ, ଧୀରେ ଧୀରେ କରି ଶୋ ହେଇଯିବ, ସମସ୍ତଙ୍କୁ ଶୋ ହବ। ହଉ ସିଏ ଠିକ ନୂଆ ସିଷ୍ଟମ ସନ୍ତୋଷ ବାବୁ, ସେ ଯୋଉ ନୂଆ ସିଷ୍ଟମ ଦଉଛି ତାର ଭିଡିଓ ବି ସେ ସେଇଠି ଶୋ କରେଇବ। ବୁଝିପାରିଲେ ନାଇଁ? କାରଣ ସେ ଯାହା ଯାହା ଗୋଟେ ନୂଆ ଜିନିଷ ଆଡ କରୁଛି ଗୋଟେ ୱେବସାଇଟ ରେ, ସେ ତାର ଆମର ଯୋଉ ଭିଡିଓ ଅପସନ ଟା ଥିଲା ଗୋଟେ ଆମର ହଁ ମାଇକି ଗଲା ଲର୍ଣ୍ଣିଂ ପରେ ତଳେ ନଥିଲା? ଅପସନ ଟା ହଁ ଦଉଛି। ଲର୍ଣ୍ଣିଂ ଅପସନରେ ସବୁ ଗୁଡାକର ଭିଡିଓ ଦବ। ହଁ ନହେଲେ ବି ଆମେ ସ୍କ୍ରିନ ରେକର୍ଡ ୱାର୍କ କଲା ପରେ ୱେବସାଇଟ ଠିକ ରେ ଆମେ ସ୍କ୍ରିନ ରେକର୍ଡ ବନେଇକି ବି ଭଲରେ ପଠେଇ ଦେଇ ପାରିବା। କିଛି ବ୍ୟସ୍ତ ହୁଅନ୍ତୁନି। କୌଣସି ପ୍ରକାର ବ୍ୟସ୍ତ ବିବ୍ରତରେ କୌଣସି ଆକ୍ସନ ନିଅନ୍ତୁନି। ଆମେ ଏବେ ଆଗୁଆ ସବୁ ଜିନିଷ ଗୁଡା କାହିଁ କରି ଦଉଛେ, କାହିଁକି ନା ଆମ ଟିମରେ ପିଲାମାନଙ୍କର ସରିଯିବ, ମାନେ ବହୁତ ପିଲା ଜାଣିନାହାନ୍ତି ନା କେମିତି କରିବେ କଣ। ସେଥିପାଇଁ ଅଫଲାଇନର ମାନେ ହେଲ୍ପ ବହୁତ କରନ୍ତୁ। ପିଲା ଜାଣିନାହାନ୍ତି। ହୁଁ। ହଁ କରେଇ ଦିଅନ୍ତୁ ସେ ବହୁତ ବି ଜିନିଷ ଗୁଡାକ ଅଫଲାଇନର ମାନେ କମଜୋରି ଲାଗିକି। ପିଲା ଅଛନ୍ତି। କାରଣ ଆମେ ଆକ୍ଟିଭ ହେଇଯିବା ବୋଲି ସେଇ ହିସାବରେ ଆମେ ସବୁ ଆଗୁଆ କରେଇ ଦଉଛୁ। କିନ୍ତୁ ସମସ୍ତେ କୋଅପରେଟ କର ଯାହାକି ସିନିୟର ଲେବୁଲରେ ଯାହା ଅଛନ୍ତି। ନାଇଁ ଗୋଟେ ଆମେ କେମିତି ୟୁନିଟ ହେଇକି ରହିବାକୁ ପଡିବ। ଏମିତି ନାଇଁ ହଁ କି ଆଜି ସକାଳେ ଗୋଟେ ମେସେଜ ଟେ ମୁଁ ଦେଖିଲି, ମୁଁ କହିବାକୁ ଚାହୁଁନି ନା ବି ଏମିତି କଣ ନାଇଁ। ଦେଖ କଣ ହେଲା କଣ ନାଇଁ କିଏ କାହାକୁ ଜଏନ କରେଇଲା, ଜଣେ କିଏ କହିଲା କି ଆମେ ଯାଇକି ଅଲ ସଲ୍ୟୁସନ ପାଖକୁ ଯିବୁ। ଆରେ ତ ମାନେ ଏଟା ବୁଝିବା କଥାଟା ଅଲଗା, କି ଜିନିଷଟା ବୁଝ କି ଅଲ ସଲ୍ୟୁସନ କଣ କରୁଛି। ତମମାନଙ୍କୁ ନଲେଜ କିଛିଟା ଡିଷ୍ଟ୍ରିବ୍ୟୁଟ କରୁଛି, ନଲେଜ ଦଉଛି କି ଜିନିଷ ଏୟା ଅଛି, ଆଗକୁ ଏୟା ହବ। ହଁ। କା ରହିଲେ ପଇସା ମତେ ବୁଡେଇବାକୁ କଣ ଭଲ ଲାଗିବ? ହେଲା କାହାକୁ ଭଲ ଲାଗିବନି। ବାସ୍ ଠିକ ଅଛି। ନେକ୍ସଟ କାହାର କୋଶ୍ଚିନ୍ ରହିଲା? ଅମଜଦ ଭାଇ ହଁ ଏ ଖାନା ବାବୁ ଖାନା ବାବୁ ଟିକେ କିଏ କହୁଛି? ମୁଁ ହଁ ଟିକେ ସେ ଗୋବିନ୍ଦ। ହ୍ୱାଟ୍ସଆପରେ ଗୋଟେ ଛାଡିଛି ଟିକେ ଦେଖିଦେଲ। ଗୋବିନ୍ଦ ହଁ କୁହ। ହ୍ୱାଟ୍ସଆପରେ ଛାଡିଛି ଟିକେ ଦେଖିଦିଅ ବା। ଟିକେ ଲାଇନରେ ରୁହ। ହଁ ହଁ ହ୍ୟାଲୋ ହଁ ଓଟିପି ଦେଇକି କରିଦିଅ, ଓଟିପି ଦେଇକି କରିଦିଅ। ହଉ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। ଓକେ। ଯୋଉମାନେ ଟ୍ରଷ୍ଟ ୱାଲେଟ ୟୁଜ କରୁଛନ୍ତି ଟ୍ରଷ୍ଟ ୱାଲେଟ ଯିବେ, ଯୋଉମାନେ ବାଇନାନ୍ସ ଲିଙ୍କ କରି ସେଟା ପ୍ରୋବ୍ଲେମ ନାହିଁ ତ? ଏଇ ମିଟିଂ ଟାଇମ ରେ କଣ କହୁଛ? କିଛି ଅସୁବିଧା ନାହିଁ, କିଛି ଅସୁବିଧା ନାହିଁ। ୱାଲେଟ ଟା କେବଳ ଶୁଣ, ୱାଲେଟ ଟା କେବଳ ତମର ଟୋକନ ଟା ପାଇବା ପାଇଁ। ଠିକ ଅଛି। ସେଇଟା ତ ମୁଁ ବତେଇଲି କି ୱାଲେଟ ଟା କେବଳ ଟୋକନ ଟା ପାଇବା ପାଇଁ, ଯୋଉଟା କି ଡିସେଣ୍ଟ୍ରାଲାଇଜ ଏକ୍ସଚେଞ୍ଜ ଟୋକନ ଟା ପାଇବ। ଆଉ କିଛି ଅପସନ ନାହିଁ ସେଥିରେ। ହଁ ନେକ୍ସଟ କାହାର କୋଶ୍ଚିନ୍ ରହିଲା? ହଁ କୁହ ପଣ୍ଡା ବାବୁ କୁହନ୍ତୁ। ଆଚ୍ଛା ଯିଏ ଯୋଉ ଗାଇଡଲାଇନ ବର୍ତ୍ତମାନ ରାଜି ହଉନି ନାହିଁ କଣ ଆଉ ଧନ୍ଦା କରିବା ପାଇଁ ମୋ ପଇସା ଫେରା କଣ କରିବା? ହ୍ୟାଲୋ। ଯୋଉ ଡାଉନଲାଇନ କହୁଛି ନାହିଁ ମୋର ଆଉ ଏବେ କରିବା ପାଇଁ ରହିବନି ଆଉ ମୋ ପଇସା ଫେରେଇବ, ତାକୁ କଣ କରିବା? ନାଇଁ ଯିଏ ପଇସା ଗ୍ୟାରେଣ୍ଟି ଦେଇକି କରିଥିଲା ସେ ରିସ୍କ ଟା ସେ ନବ, ବୁଝିଲେ କି ନାଇଁ? ଏବେ ଦେଖ ଡାଉନ ଲାଇନ ଯେତେବେଳେ ପ୍ରଫିଟ ପାଉଥିଲା, ସେତେବେଳେ ତ ତମକୁ କହୁନଥିଲା ନା ପଇସା ଫେରେଇବା ପାଇଁ। ନାଇଁ ସେ ବୁଝ ଜମା କାଢିନାହାନ୍ତି ଜମା। ତ ଯଦି ପାଇନାହାନ୍ତି ତାଙ୍କୁ କହିବ କମ୍ପାନୀ ରୁଲ ହିସାବରେ ତମେ ଅପେକ୍ଷା କର, ଯାହା କମ୍ପାନୀ କହୁଛି ଆମକୁ ସେଇ ହିସାବରେ ଟ୍ରାନ୍ସପାରେନ୍ସି। ଆମ ଆଡେ ଟ୍ରାନ୍ସଫର କରିକି ହ୍ୟାଲୋ। ଆମ ଆଡେ ଟ୍ରାନ୍ସଫର କରିକି ପେମେଣ୍ଟ କରିହବ କି? ଏକାଥରକେ ଟ୍ରାନ୍ସଫର କରିକି ଟିକେ ଦେଖିଦେଲ ଏ ଆମେ ଆମ ଆଡକୁ ଟ୍ରାନ୍ସଫର କରି ତାକୁ ପେମେଣ୍ଟ କରିପାରିବା କି? ନା ସେଇ ଅପସନ ନାହିଁ। ହଁ ଗୋବିନ୍ଦ ଠିକ ଅଛି। ନା ପଣ୍ଡା ବାବୁ ସେ ଅପସନ ଟା ନାହିଁ। ସେ ଟ୍ରାନ୍ସଫର ଯୋଉ ପର୍ଯ୍ୟନ୍ତ ଆମେ ପ୍ରାକ୍ଟିକାଲ ଜିନିଷଟା କରିନେ, ସେ ଯାଏ ଆମେ ଷ୍ଟେପ ଟା ନେଇ ପାରିବାନି ସେ ଡାଉନଲାଇନ ପାଇଁ। ଆମେ ଏବେ ପ୍ରାକ୍ଟିକାଲରେ ଅଛୁ।
3-4 दिन ପରେ ଆମେ ପୁରା କ୍ଲିୟର ହେଇଯିବା ଜିନିଷଟା କଣ। ତାପରେ ଡାଉନ୍ ଲାଇନ୍ କୁ କ୍ୟାଶ ଦେଇଦିଅ, ତା ଆଇଡି ଆଣିଦିଅ, କାମ ସରିଲା। ତାକୁ କୁହ ଭାଇ ତୁ ଯେତେ ଇନଭେଷ୍ଟ କରୁଥିଲୁ ସେତିକି ନେଇଯା, ତୋ ଆଇଡି ଟା ମତେ ଦେଇଦେ, କାହାଣୀ ଶେଷ। ତାହେଲେ ଆମ ଗାଁରେ 10 ଲକ୍ଷ ବାଲା କେତେ ଜଣ ଅଛନ୍ତି ମୁଁ ଆଣିବାକୁ ପଡିବ। ଏବେ ପ୍ରାକ୍ଟିକାଲ ପାଇଁ ୱେଟ୍ କର, ପ୍ରାକ୍ଟିକାଲ ଆରେ ପାଇଁ ତୋ ଆଉ ମୁଣ୍ଡ କାମ କରୁଛି ନା ନାହିଁ ବାରହା ମାରିବା ପଳା। 10,000 ଦେଇକି 10 ଲକ୍ଷ ପାଇଥିବୁ, ତାକୁ ସେ 10,000 ହିଁ ମିଳିବ। ହଁ ତା ଆଉ ସେ ଯଦି 10,000 ଇନଭେଷ୍ଟ କରିକି ତା ଆକାଉଣ୍ଟରେ 40-50,000 ରଖିଥବ, ମୁଁ ଇଆଡେ ପ୍ରାକ୍ଟିକାଲ ଚଲେଇଛି, ଯଦି ପ୍ରାକ୍ଟିକାଲରେ ପଇସା ଆସିଗଲା, ସବୁ ଠିକ ଠାକ ଅଛି, ତମେ ତାକୁ 10,000 ଦେଇଦିଅ, ତା ଆଇଡିଟା ଆଣିଦିଅ, ଆଉ ଏਥੇ ଡାଉନ ଲାଇନରେ ଭାଇ ନେ, ତୁ ଆଉ ମୋ ମୁଣ୍ଡ ଖାନା, 10,000 ନେ, ଆଇଡି ଦେଇଦେ, କାମ ସରିଲା। ସେଇଆ କରିବା ତ ଆଉ। ବାସ୍। ହଁ ଆଉ ସେ ରାତିରେ କିଣିବାକୁ କହୁଛି, ତାକୁ କୁହ ଝିଙ୍କ ମାରିବା ଯିବ, ଝିଙ୍କ ଆଣିବି କି? ଆଉ ହଁ ଝିଙ୍କ ଖାଇବାକୁ ଆସୁନ ତମେ ଆଉ। ଅଛନ୍ତି ବହୁତ ବହୁତ କଣ ହଉଛି କୁଟିକୁ ଦେଇଛୁ ରାତି ରାତି। ଆଉ ସନ୍ତୋଷ କୁମାର ପ୍ରଧାନ, ତମେ ସେ ଡିସ୍କସନ ପରେ କରିବ। ଅମଜାତ ଶୁଣ ଇଆଡେ, ହଁ କୁହ। ମୁଁ କହିଲି କି ଆମେ ଟ୍ରେଜର ନେଫ୍ଟରେ ପଇସା ଡିପୋଜିଟ କରିଥିଲେ, ଯେମିତି ଆମର ଇଦ୍ ଅଫର ଥିଲା 23-24 ଯାହା ବି ଅନୱାର୍ଡସ 29, ହଁ ହଁ ଆମେ ଡିପୋଜିଟ ଯାହା କରିଥିଲେ ଉଡ୍ର ଆମେ ତାର ପାଇନେ। ଏବେ ହଁ ତମେ ଯୋଉ ଗୋଟେ କୋଶ୍ଚିନ୍ ସେଠି ରଖିଥିଲ, ମାନେ ତମକୁ କିଏ ଗୋଟେ ପଚାରିବ, ତମେ ଡାଉଟ କହିଲ ଯେ ହିସାବ କଲ ଯେ କମ୍ପାନୀ ଆମେ ଇନକମ କରିବା 60,000, କମ୍ପାନୀ ଦେବା 5,000, ହଁ ହଁ ମାନେ ଫାଷ୍ଟ ଆମେ 5,000 ଦେଇକି କମ୍ପାନୀ ଫାଷ୍ଟ 5,000 ଡିପୋଜିଟ କରିବା, ତା ମାନେ ଯୋଉ ଗ୍ୟାସ୍ ସେଇ ୟୁସିଡିଟି ଯାହା ବି ହଉ, ହଁ ମାନେ 12,500 ତାର TFT ଟୋକନ ର ମୂଲ୍ୟ ହଉଛି 4,500 ଟଙ୍କା, ମାନେ ଆମେ ହଁ ଦେବା ତାପରେ 60,000 ଇନକମ କରିବା, ତା ମାନେ ହଁ ସେଇଆ ତ? ହଁ ହଁ କୋଉ ଭରସାରେ ଆମେ କରିବୁ? ଏପର୍ଯ୍ୟନ୍ତ ନାଇଁ ସେଠି ଯୋଉ ଆମେ ତମେ ଡିପୋଜିଟ କରନି। କରିଥିଲୁ, ନାଇଁ ଆ- ରହିଥ ହଁ ଆମେ ସେ ପର୍ଯ୍ୟନ୍ତ ଆମେ ଏବେ ଯୋଉ ଡିପୋଜିଟ କରିଛୁ, ଯେତିକି ପଇସା ଆମେ ଇନଭେଷ୍ଟ କରିଛୁ ତାର ଆମେ କିଛି ପାଇନୁ। ସେଇ ହଁ ଉଡ୍ରଲ ପୁରା ଲକ୍ କରିଦେଲା, ମାନେ ହଁ ସେଠି ସ୍ପାକ୍ ଲିଷ୍ଟିଂ ନ ହବା ପର୍ଯ୍ୟନ୍ତ ସେ ଲେଖିଦେଇଛି ଯେ ଟ୍ରେଜର ଏମଟ୍ରୁ ନର୍ମାଲ ଉଡ୍ର ମାନେ ଅନଲକ୍ ଆମେ କରିଦେଇଛୁ, ତମେ ନା ଟ୍ରେଜର ନା ନା ଫଣ୍ଡରେ ନା ଯାଇକି ନା। କନସେପ୍ଟ ଟା ବୁଝିନ ଏଯାଏଁ। ନା ନା ହଉ ନାଇଁ, କିଛି ହଉ ପଡିବନି। ସେ କଥା ଛାଡ, ସେ ହଁ କଥା ଛାଡ, ଆମେ ହଁ କୋଉ ଭରସାରେ ଆଉ ଥରେ ଡିପୋଜିଟ କରିବୁ 4,500, ଆଉ ଥରେ 60,000 ଉଠେଇବୁ? କଣ ନା ମାନେ କୋ ତମମାନଙ୍କୁ ଡିପୋଜିଟ କରିବା ପାଇଁ ଏଠି କେହି କହୁନି ହେଲା। କେହି ହେଲେ ଡିପୋଜିଟ କରିବ ନାହିଁ। ତମେ ଏ ଯାଏଁ କନସେପ୍ଟ ବୁଝି ପାରିଲନି ସୁଶାନ୍ତ, ଏ ଯାଏଁ ନାଇଁ କନସେପ୍ଟ ନାଇଁ ମୁଁ ବୁଝିପାରିଲନି। ବୁଝିଲି, ହଁ ଯେ ତମେ ଯୋଉ କହୁଛ ସେ ଯୋଉ ମାନେ ହେଲା ପରେ, ମାନେ ଅଫଲାଇନ ହିସାବରେ ତମେ ସିଆଡୁ ସିଆଡୁ ତାଙ୍କୁ କଣ ଆକ୍ଟିଭ କରି ଯିବ, ହେଲ୍ପ କରି। ନା ହେଲ୍ପ କରି ନାହିଁ, ଦେଖେ ହଁ ଏଇଠି କଥାଟା ପଡିଛି, ଏବେ ଯୋଉ କହିଲୁ କୋଉ ହିସାବରେ ଆମେ ଡିପୋଜିଟ କରିବା, କୋଉ ହଁ ହିସାବରେ କରିବା ଦରକାର ନାହିଁ ଡିପୋଜିଟ। ଶୁଣ, ଆମେ ଏଇଠି ଅଛୁ କି ଏବେ ଆମେ କମ୍ପାନୀ ସହିତ ଆର୍ଗୁମେଣ୍ଟ ନାହିଁ। ଏବେ ଗୋଟେ ଜିନିଷ ମୁଁ କହୁଛି, ଖାଲି ଗୋଟେ ସିମ୍ପଲ ଏକ୍ଜାମ୍ପଲ ଦେବି। ଏବେ ଆମର ପଇସା ଟା କମ୍ପାନୀ ହାତରେ, ଫାଶୀର ଫନ୍ଦା ବେକରେ ଲାଗିଯାଇଛି, ଠିକ ଅଛି। ତ ରସିଟା ଯିଏ ଧରିଛି, ତା କଥାକୁ ଆମକୁ ମାନିବାକୁ ପଡିବ। ଏବେ ଯେହେତୁ ଗୋଟେ କମ୍ପାନୀ ଆମକୁ 3 ବର୍ଷ ହେଲା ପଇସା ଦେଇ ଆସୁଥିଲା, ସଡନ ଗୋଟେ ନିଷ୍ପତ୍ତି କହିକି ସ୍ପାକ୍ ଲିଷ୍ଟିଂ ହେଲା, ଇଏ ହେଲା, ୱିଡ୍ରୋ ଟାକୁ ଷ୍ଟକ୍ କଲା କି କଣ କଲା, ଉପର ବାଲାକୁ ଜଣା। ସେ ବିଷୟରେ ତ ଆମେ କମ୍ପାନୀ ଭିତରେ ପଶିନୁ କି ଭିତରେ ଜାଣିନୁ। ବୋଧେ ସେ ସତ କହିପାରେ କି ଆମର ଲିକ୍ୱିଡିଟି ଟା ସେଇଠି ଦେଖେଇବ। ଯଦି ସେ ୱିଡ୍ରୋ ଯାକୁ ଦେଇଦବ, ତାର ସ୍ପାକ୍ ଲିଷ୍ଟିଂ ସେ ହେଇପାରିବନି, କାରଣ ଲିକ୍ୱିଡିଟି ତାର ସରିଯିବ। ବୁଝିପାରିଲୁ? ତ ସେ ହୁଁ ଯୋଉ ଆମର ଲିକ୍ୱିଡିଟି ଟା ଅଛି, ସେଇଥିରେ ସେ ଆମକୁ ଟୋକନ ଦେଇଦେଲା, ମାନେ ତାର ପର୍ସନାଲ ଟୋକନ ଦେଲା, ୟୁଏସଡିଟି ଦେଲା ନାହିଁ। ଏ କନସେପ୍ଟ ଟା ମନେ ରଖ। ସେ ଲିକ୍ୱିଡିଟିକୁ ଲକ୍ କଲା ସ୍ପାକ୍ ଲିଷ୍ଟିଂ ହେଲା ଯାଏଁ। ବଟ୍ ସେ ଲିକ୍ୱିଡିଟି ଫଣ୍ଡ ରୁ ସେ ଆମକୁ ଦେଲା କଣ, ଟୋକନ ଦେଲା, ମାନେ ୟୁଏସଡିଟି ରୁ କନଭର୍ଟ କରିକି ଆମକୁ ଦେଲା TUFT। ଏଇଟା ବୁଝେ, ସେ ଆମକୁ ୟୁଏସଡିଟି ଦେଲା ନାହିଁ। ଯୋଉ ଆମ ପଇସା ଟା ତା ପାଖରେ ରହିଗଲା ଚୋକ, ଏବେ ଆମର ଫଣ୍ଡ ତା ପାଖରେ କିଛି ନାହିଁ। ସେ କହୁଛି ଆମର ଫଣ୍ଡ ଏବେ ତା ପାଖରେ କିଛି ନାହିଁ, ସବୁତିକ ସେ ଶୋ କରିଦେଇଛି ସ୍ପାକ୍ କୁ। ହଉ ଠିକ ଅଛି, ଏବେ ତମେ ଯୋଉ ୟୁଏସଡିଟି ଦେଇକି ତମେ ଯୋଉ ବାଇନାନ୍ସ ରେ କିଣିଛ, କଣ ଟୋକନ କିଣିଛ, TFT ଟୋକନ, ହଁ ହଁ ତମେ ସେ TFT ଟୋକନ ସ୍ୱାପ କରିକି ୟୁଏସଡିଟି ପାଇଛ କି ଏପର୍ଯ୍ୟନ୍ତ? ଆଉ ସେ ଦେଖିଲି ପରା ସ୍ୱାପ ଟା, ନାଇଁ ତମେ ୟୁଏସଡିଟି ରୁ ସ୍ୱାପ ହଉଛି TFT କୁ, ବଟ୍ ରିଭର୍ସ ଟା ହଉନି। ହଁ ହେଲା, ବାସ୍, ଆମେ ସେଇ TFT ଟୋକନ ଆମେ ପାଇଲା ପରେ ତାକୁ କରିବୁ କଣ? ଏଇଥିରେ ଆହୁରି ତୁ କନଫ୍ୟୁଜ ଅଛୁ। ଏବେ ଯୋଉ କହିଲି କି ୱିଡ୍ରୋ ଯୋଉ ମରା ହଉଛି, ଆମର BEP20 ଆଡ୍ରେସ କୁ ଯାଉଛି। ୟା ଅର୍ଥ ଯୋଉ TFT ଟୋକନ ଟା ଆମେ ପାଇଲୁ, ସେଇଟା କନଭର୍ଟ ହେଇକି ୟୁଏସଡିଟି କୁ ଡାଇରେକ୍ଟ ଆମକୁ ଆସିବ।
ନାଇଁ ତମେ ସେଟା ଫାଷ୍ଟ ପ୍ରାକ୍ଟିକାଲ କରି କର ତମେ ଯେବେ ତମେ ହଁ ତମେ ସେଟା ଏ କର ତମେ ଏବେ ୟୁସିଡିଟି ଦେଇକି ଟ୍ୟୁବ ଟୋକନ ଆଣିଛ ଏବେ ଟ୍ୟୁବ ଟୋକନ ଦେଇକି ତମେ ସ୍ୱାପ କରିକି ୟୁସିଡିଟି ନିଅ ନେଲେ ସେଇଠୁ ଆମେ ଭରସା ପାଇବୁ ନା ନହେଲେ କେମିତି ବାସ୍ ପାଇବୁ। ବାସ୍ ସେ ପ୍ରାକ୍ଟିକାଲ ଗୋଟେ ହେଇଯାଉ ହେଲା। ସେଥିପାଇଁ ତ ମୁଁ କହିଲି କେହି ହେଲେ କାକୁତି ହୁଅନି କି ଇନଭେଷ୍ଟ କେହି ହେଲେ କରନି। ଦେଖ ପ୍ରାକ୍ଟିକାଲି ମୁଁ ଚାଲିଛି। ଦେଖ ଅମଜଦ ଦେଖ ମୁଁ ହଁ ମାନେ କମ୍ପାନୀ ଉପରେ ଭରସା ଅଛି କିନ୍ତୁ ଆଜି ମୁଁ ଗୋଟେ ପଏଣ୍ଟ ଷ୍ଟଡି କରୁଥିଲି ଦେଖ ହଁ ମାନେ ସେଟା ଟ୍ରେଜର ଏନଏଫଟି ଥିଲା ଯେତେବେଳେ ମ୍ୟାଜିକ ଏନଏଫଟି ର କଣ ଗୋଟେ ଆସିଲା ତାପରେ ହଁ ଟ୍ରେଜର ଫୋନ ଆସିଲା ମାନେ ଏଟା କଣ୍ଟିନ୍ୟୁସଲି ଗୋଟେ ମାନେ ସିକ୍ୱେନ୍ସଲି ଗୋଟେ ଚାଲିଛି ମାନେ ମୁଁ ହଁ ଗୋଟେ କୋଶ୍ଚିନ୍ ରେଜ କରୁଛି ମାନେ ଡାଉଟ ଅଛି ମୋର ହଁ ହଁ ଦେଖ ଯେତେବେଳେ ସେ ଗୋଟେ ମାନେ କଣ କହିଲ ଯୋଉ ସେ ସବୁ ତାର ଟ୍ରେଜର ଏନଏଫଟି ର ଅଫିସିଆଲ ଟେଲିଗ୍ରାମ ଚ୍ୟାନେଲ ସେ ଅପଡେଟ ଛାଡିଲା ଯୋଉ ସବୁ ପିକ୍ଚର ଗୁରା ହଁ ସେଥିରେ ମଝିରେ ମ୍ୟାଜିକ ଏନଏଫଟି ର ଲୋଗୋ ଥିଲା ହଁ 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 ସେଇ ଲୋଗୋଟା ସେତେବେଳେ ହେଇପାରିବ ଯେତେବେଳେ ସେଇଟା ସେମ ଲାପଟପ ରେ କି ସେମ କମ୍ପ୍ୟୁଟରରେ ଏଡିଟିଂ ହେଉଥିବ ବାସ୍ ହଁ ହଁ ତା ମାନେ ନାଇଁ ଏ ଏମିତି ବି ହେଇପାରେ ଯଦି ସେମ ଏମ୍ପ୍ଲୟ କରୁଥିବ ହେଲେ ହଁ ସେଇ ସେମ ଏମ୍ପ୍ଲୟ ହଉ ମାନେ ହଁ ସେମ ଏମ୍ପ୍ଲୟ ମାନେ କଣ ସେଇ ଏମ୍ପ୍ଲୟ ଟା ସେ ଟ୍ରେଜର ଏନଏଫଟି ରେ କାମ କରୁଥିବ ହଁ ତା ମାନେ ସେଟା ଟ୍ରେଜର ଏନଏଫଟି ଅଫିସରେ କାହିଁ ସେ ନଥିବ। ବାସ୍ ହଁ ଥିବ ନିଶ୍ଚୟ। ଟ୍ରେଜର ଏନଏଫଟି ଅଫିସ ଟ୍ରେଜର ଏନଏଫଟି ଅଫିସରେ ଥିବ ମାନେ ସେ ଟ୍ରେଜର ଏନଏଫଟି ରେ ଇନକ୍ଲୁଡ ଥିବ ତା ମାନେ ଫାଷ୍ଟ ଟ୍ରେଜର ଏନଏଫଟି ଫାଷ୍ଟ ତାର ପଇସା ଲକ୍ କରିକି ତମେ ମ୍ୟାଜିକ ଏନଏଫଟି ରେ ଇନଭେଷ୍ଟ କର ଲୋକମାନେ କେହି କଲେନି ବିଶ୍ୱାସ ଭରସା କଲେନି କେହି କଲେନି ସେଠୁ କମ୍ପାନୀର ଟିକେ ଫାଟିଲା ସେଠୁ କମ୍ପାନୀ ଆଉ ଗୋଟେ ତିଗଡମ ବଜେଇଲା ଯେ ଟ୍ରେଜର ଫୋନ କର ଏମିତି କର ସେମିତି କର ଏଇଟା ବି ହେଇଥାଇପାରେ ମାନେ ଏଇଟା ବି ହେଇଥାଇପାରେ ମୁଁ ମାନେ ହଁ ପ୍ରୋବାବିଲିଟି ଲଗଉଛି। ବାସ୍ ବାସ୍ ଏବେ ଦେଖ ଏବେ ଆମେ ଥିଓରିଟିକାଲ କିଛି କହିବାନି ଆମେ ପ୍ରାକ୍ଟିକାଲି ଯିବା ଠିକ ଅଛି। ପ୍ରାକ୍ଟିକାଲି କେବେ ଯିବା ଏବେ ଯୋଉ ଚାଲିଛି ଆମର ଆଉ ଗୋଟେ ଦିନ ହେଇଗଲା କାଲିକୁ ଦି ଦିନ ପହର ଦିନକୁ 3 ଦିନ ସିଏ ସରିଲା। ଦେଖିଲା କି ଲୋକ କେହି ଟ୍ୟୁବ ଟୋକନ କିଣୁନାହାନ୍ତି ଦେଖ ମୁଁ ଆଉ ଗୋଟେ ହଁ ଅମଜଦ ମୁଁ ଆଉ ଗୋଟେ ପଏଣ୍ଟ ଧରୁଛି ସେ ଯୋଉ ଟ୍ୟୁବ ଟୋକନ ଯୋଉ ସେଇଟା ପ୍ରି ସେଲ ସେ ଦେଖଉନି ହଁ 20% 80% ଏମିତି ବିକ୍ରି ହେଇଗଲା ହଁ ଦେଖ ଏଇଟା ବି ଗୋଟେ ପ୍ରୋବାବିଲିଟି ହେଇଥାଇପାରେ ମାନେ ଆମର ଟ୍ରେଜର ଏନଏଫଟି କମ୍ୟୁନିଟି ୱାର୍ଲଡ ଯେତେ କମ୍ୟୁନିଟି ଅଛନ୍ତି କେହି କିଣି ନାହାନ୍ତି ତାଙ୍କର ହଁ ଇନଭେଷ୍ଟର ମାନେ ଟ୍ରେଜର ଏନଏଫଟି 6ଟା କମ୍ପାନୀ ଇନଭେଷ୍ଟ ଆଣିଛି ସେ ହୁଁ ମାନେ 6ଟା କମ୍ପାନୀ ଟ୍ରେଜର ଏନଏଫଟି ରେ ଇନଭେଷ୍ଟମେଣ୍ଟ କରିଛନ୍ତି ହୁଁ 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 ସେ ତାର ଟ୍ୟୁବ ଟୋକନ ହାଇପ୍ କରିବା ପାଇଁ ମେ ବି ସେ ଇନଭେଷ୍ଟର ମାନେ ନିଜେ ହିଁ କିଣିଥାଇ ପାରନ୍ତି ସବୁ ଯାକ ଟୋକନ ହେଇପାରେ ହେଇପାରେ କିଏ କହିପାରିବ। ସେଇଟା ବି ହେଇପାରେ କାହିଁକି ନା ଆମ ଟ୍ରେଜର ଏନଏଫଟି ର କମ୍ୟୁନିଟିର କୋଉ ବି ମେମ୍ବର ହୁଅନ୍ତୁ କି କୋଉ ବି ଅଫଲାଇନର ହୁଅନ୍ତୁ କେହି ବି କିଣି ନାହାନ୍ତି ସେରା ହୁଁ 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 ଏମାନେ ସେଇ ଟୋକନର ହାଇପ୍ କରିବା ପାଇଁ ସେଇ ଟୋକନ ଉପରେ ଭରସା ଦେଖେଇବା ପାଇଁ ସେ 6ଟା ଯାକ ଇନଭେଷ୍ଟର ମେ ବି କିଣିଥାଇ ପାରନ୍ତି ହୁଁ ହୁଁ ସୋ ଏ ସବୁ ହେଇପାରେ କିଛି ବି ଆରେ ଭିତରେ ଏଇ ଜିନିଷ ବି ହେଇପାରେ ଦେଖେ ଆମକୁ ଏଥିରେ କଣ ଅଛି ଆମକୁ ଦେଖ ପଇସା ତ ଆମର ଅଲରେଡି ଅଛି ସେଇଠି ଆମେ ରି ଇନଭେଷ୍ଟମେଣ୍ଟ କରୁନୁ ଠିକ ଅଛି ତ ଆମକୁ ସେ ବିଷୟରେ ବି କିଛି ଭାବିବାର ନାହିଁ ଆମକୁ ପ୍ରାକ୍ଟିକାଲ ଯାଇକି କେମିତି ଆମର ଯୋଉ ପଇସା ସବୁ ଅଛି ସେଇଠୁ କେମିତି ୱିଡ୍ର ବାହାର କରିବା ସେ ବିଷୟରେ ଆମେ ଭାବିବା ହଁ ଆମେ ୱିଡ୍ର ବାହାର କରିବା ପାଇଁ ଯାଉଛୁ କିନ୍ତୁ ଭାଇ ହଁ ତମେ ବି କାହାକୁ ସଜେଷ୍ଟ କରିବ ଗୋଟେ ଟଙ୍କା ଟେ ଡିପୋଜିଟ କରିବା ପାଇଁ ନା ୱିଦାଉଟ୍ ଇନଭେଷ୍ଟର ଆମର ଯଦି ବାହାରିବ ୱିଡ୍ର ଆମେ କରିବୁ ବାସ୍ ନାଇଁ ତ ଆମଠୁ ସେ ଆଶା ରଖନି ଯେ ଆମେ ହଁ ପଇସା ମାନେ ଲଗେଇକି କାଢିବୁ ଟଙ୍କା ହେଲେ କେହି ଇନଭେଷ୍ଟମେଣ୍ଟ କରିବନି ସେଇ ହିସାବରେ ୱିଡ୍ର ଟା କେମିତି ଆମର ବାହାରିବ ସେଇଠୁ ସେ ଉପାୟଟା ଆମେ ବାହାର କରିବା ହଁ ସେ ଟ୍ୟୁବ ଯାହାର କି ଟୋକନ ହଁ ହଉ କି କଣ ବି ହଉ ଆମେ ପଇସା ବି ହାତରୁ ଲଗେଇବାର ନାହିଁ ମାନେ ନାଇଁ ଯେତିକି ହଁ ଆମର ସେତକ ବାହାରର ଅଛି ବାସ୍ ବାସ୍ ହଁ ତ ହଁ ଆମକୁ ସେଇଥିରୁ ଆଉ ଆମେ ସେଇଥିରୁ ହଁ ଯୋଉ ଫଣ୍ଡ ଯାକ ଆମର ଅଛି ସେଇଥିରୁ ଏବେ ଆମେ ୱିଡ୍ର ମାରିବା ପାଇଁ ଟ୍ରାଏ କରିବା ତା ଉପାୟ ଆମେ ବାହାର କରିବା ତେଣୁକରି ଏବେ ପ୍ରାକ୍ଟିକାଲି ଚାଲିଛି ଆଜି ହେଇଗଲା କାଲିକୁ 2 ଦିନ ହେଇଯିବ ପରଦିନ ମାନେ ସୋମବାର ଦିନ ଆମର କ୍ରାଇଟେରିଆ ଫୁଲ ହେଇଯିବ ଅଛି ଠିକ ଅଛି ଆମେ ୱିଡ୍ର ନେବୁ କିନ୍ତୁ ୱିଦାଉଟ୍ ଇନଭେଷ୍ଟମେଣ୍ଟରେ ହଁ ୱିଦାଉଟ୍ ଇନଭେଷ୍ଟମେଣ୍ଟ ୱିଡ୍ର ସବୁ ମାରିବା ପାଇଁ ଟ୍ରାଏ କରିବୁ ଏଇଟା ପାଇଁ ଆମକୁ କମ୍ୟୁନିଟି ଷ୍ଟ୍ରଙ୍ଗ ହବା ଦରକାର ଆଉ ସମସ୍ତେ ଗୋଟେ ୟୁନିଟ ହବା ଦରକାର ବୁଝିଲେ ସେତେ ନାଇଁ ହେଡି ଅମଜାଦ ଶୁଣ ଅମଜାଦ ହଁ ପୁରା ୱାର୍ଲଡ ର କମ୍ୟୁନିଟି ବହୁତ ଷ୍ଟ୍ରଙ୍ଗ ଆମ ଇଣ୍ଡିଆର ବାସ୍ କମ୍ୟୁନିଟି ବହୁତ ଷ୍ଟ୍ରଙ୍ଗ ସେଥିପାଇଁ ବାସ୍ ସେ ଟ୍ରେଜର ଏନଏଫଟି ରୁ ମ୍ୟାଜିକ ଏନଏଫଟି କଲା ମ୍ୟାଜିକ ଏନଏଫଟି ଫ୍ଲପ ସେ ତାର ଟୋକନ ବି ଫ୍ଲପ ସବୁ ଫ୍ଲପ ହେଇ ଚାଲିଛି ତାପରେ ଫାଇନାଲି ସେ ପହଞ୍ଚିଛି ଟ୍ରେଜର ଫୋନ ରେ ଏଥିରେ କମ୍ୟୁନିଟି ଉପରେ କିଛି ଡାଉଟ କରନି କମ୍ୟୁନିଟି ବହୁତ ଷ୍ଟ୍ରଙ୍ଗ ଅଛି ନାଇଁ କମ୍ୟୁନିଟି ନାଇଁ ବହୁତ କମ୍ୟୁନିଟି ତ ଅଛି ଆମ କମ୍ୟୁନିଟି କହୁଛି ଆମ ଭିତରେ ଆମର ଯେତେ ୟୁନିଟ୍ ଅଛି ଆମକୁ ଷ୍ଟ୍ରଙ୍ଗ ହବାକୁ ପଡିବ ନାଇଁ ଆମ କମ୍ୟୁନିଟି ବି ବହୁତ ଷ୍ଟ୍ରଙ୍ଗ ଅଛନ୍ତି ନହେଲେ ତ ଆମେ ସବୁ ଇନଭେଷ୍ଟ କରିକି ଆମେ ସବୁ ଏପର୍ଯ୍ୟନ୍ତ ସବୁ କରିଦେଇନ୍ତାଣୁ କିଛି ହଁ କରାହବନି କେହି କିଛି କରନି ଇନଭେଷ୍ଟମେଣ୍ଟ ସେ କମ୍ପାନୀର ନାକ ରଗଡିକି ଭାଇ ପଇସା କାଢିବା କଥା କାଢିବୁ ତମେ କିଛି ଆମେ ଇନଭେଷ୍ଟ କରିବୁ ନାହିଁ ବାସ୍ ଏବେ ଡେମୋ ସରୁ ସୋମବାର ଯାଏ ୱେଟ୍ କର ପେମେଣ୍ଟଟା ଆମକୁ ହଁ ୟୁଏସଡିରେ ଭଲ ହିଁ ଦେଇଦିଅ ଆମର ପଇସା ନ ଦଉ ପଇସା ଭଲ ହିଁ ନ ଦଉ କିନ୍ତୁ ଆମେ ଇନଭେଷ୍ଟ କରିବୁନୁ ବାସ୍ ହଉ ଆଉ କଣ ଆଉ କାହାର କିଛି ଅଛି ହ୍ୟାଲୋ ହଁ କୁହ କହିଦିଅ ଜଣେ କହିଦିଅ ଇଏ
ହ୍ୟାଲୋ ହଁ କୁହ। ଦେବରାଜ କଣ କହିବେ କହୁଛନ୍ତି ଟିକେ କଣ ନାଇଁ କଣ? ମୁଁ କହିଲେ ଭାଇ ଅଡୁଆ ଅଡୁଆ କଥା ଲାଗେ। ହଉ ଛାଡ। ହଁ ପଣ୍ଡା ବାବୁ କଣ କହୁଥିଲ? ହ୍ୟାଲୋ ହଁ ଆବାଜଟା ଆସୁନି, ଆବାଜ ଆସୁନି। ଠିକ ଅଛି, ଗୋବିନ୍ଦ କଣ କହୁଛ କି? ହ୍ୟାଲୋ। ହଁ ହ୍ୟାଲୋ। ମୁଁ କହିଲି ହ୍ୟାଲୋ ଟିକେ ଟିକେ ଗୌତମ କଣ କହୁଛନ୍ତି? ହଁ ଗୌତମ କୁହ। ମୁଁ କହିଲି ଯୋଉ ସୋମବାର ଜଣା ପଡିବ ଯେ ହଁ ତମର ଯଦି ସେ $2,000 ରିଡିମ କରିବ ତାହେଲେ ଠିକ ଅଛି। ତ ସେ ହଁ 2,000 ରିଡିମ କଲାନି ତାହେଲେ ପ୍ରୋବ୍ଲେମେଟିକ। କୋଉଟା? ତମେ ଯଦି $2,000 ଷ୍ଟେକ୍ କରିକି ତମେ ତାର ଇଣ୍ଟରେଷ୍ଟ ପାଉଛ। ହୁଁ ହୁଁ। ଯଦି ସେଟା ରିଡିଙ୍ଗ ହବ ନା ତାପରେ 3 ଦିନ ପରେ। ରିଡିମ୍ କୋଉଟା ହବ? ଆମର ଏଇଟା ଆପଣ ପ୍ରଫିଟ ଟା। ପ୍ରଫିଟ ଟା ଆଉ ପ୍ରଫିଟ ନାଇଁ ଯୋଉ $2,000 ଟା ପୁରା ରିଡିମ ହେଇଯିବ। 2,000 ପାଇଁ 2,000 ପୁରା 999 ପାଇଁ ଷ୍ଟେକ୍ ହେଲା। ଓହୋ। କଣ ଆମେ ଯଦି ଆମେ ସେମିତି ଛାଡିଦବ 999 ପରେ 2,000 ଆମକୁ ଆସିବରି। ହଁ ହଁ। ନା ନାଇଁ ଯୋଉ 999 ଦିନ ପାଇଁ ସେ ଷ୍ଟେକ୍ ହେଇକି ଅଛି। ହଁ। 999 ଯଦି ହବନି ମୁଁ କହୁଛି ନା ଯଦି ନା ୱେଟ କରାଯାଏ। 999 ପାଇଁ ୱେଟ୍ କରିବାନି। କମ୍ପାନୀ 999 ଟାଇମ କାହିଁକି ଦେଲା କି ସେ ଭିତରେ ସେ କେବେ ବି ସ୍ପାକ୍ ଲିଷ୍ଟିଂ ହେଇପାରେ ଆଉ 2,000 ଟାକୁ ରିଲିଜ କରିପାରେ। ସେ ବି ତମେ ଯେତେବେଳେ ଆମେ ଷ୍ଟେକ୍ ମାରୁଛୁ ତ ମ୍ୟାକ୍ସିମମ୍ ଟାଇମ ସେଇଠି 30 ଦିନ ମାଗୁଛି। 30 ଦିନ କରିକି ସେ ଷ୍ଟେକ୍ ନଉଛି ହେଲା। ମାନେ ଏ ମାସରେ ନହେଲେ ଆର ମାସରେ ହବ, ଆର ମାସରେ ନହେଲେ ତାର ମାସରେ ହବ। ଯୋଉ ମାସରେ ସେ ସ୍ପାକ୍ ହେଇଗଲା ସେ ମାସରେ ତମର 2,000 ଟା ଫ୍ରି ହେଇଗଲା। ବୁଝିପାରିଲ? ହୁଁ ବୁଝିପାରିଲି। ତ ସୋମବାରକୁ ସେଇ ୱେଟ୍ କରିବା ଆଉ। ହଁ ସେଇ ମୁମେଣ୍ଟରେ ଆମେ 2,000 ରୁ ଯେତେ ଆମର ପ୍ରଫିଟ୍ ଆସୁଥିବ 2,000ରେ ମାସକୁ 60,000 ଟଙ୍କା ପ୍ରଫିଟ୍। ସେଇ 60,000 ପ୍ରଫିଟ୍ ଆମେ ନେଇ ଯାଉଥିବା ଠିକ୍ ଅଛି। ତ ସେଇ 60,000ରୁ ଏବେ 5,000 ଆମେ ୱିଡ୍ର ମାରିବା କେବେ? ସୋମବାର ଦିନ। ସେଇଟା ସକ୍ସେସଫୁଲ ହଉଛି କି କଣ ତାର ଥିଓରି ସେଇଟା ଆମକୁ ଜାଣିବାର ଅଛି। ପ୍ରାକ୍ଟିକାଲି ଆମେ ଜାଣିବାର ଅଛି। ହଁ ଆମେ 7,500 ଟ୍ୟୁବ ଟୋକନ ଆଣିବୁ କୋଉଠୁ ଏବେ? ସେଇଟା ମୁଁ କହିବି ତ ସେ ଟେକ୍ନିକାଲି ତତେ ବୁଝେଇବି ପ୍ରାକ୍ଟିକାଲି। ଓକେ ଓକେ। ହଁ। ହଉ ଆଉ କାହାର କୋଶ୍ଚିନ୍ ଗୋବିନ୍ଦ? ଆଜି ଶରତ ବାବୁ ନାହାନ୍ତି କି ବିରାଟ ବାବୁ? ଅଛନ୍ତି? ଆଉ ନୂଆ ପିଲାଙ୍କର କେମିତି 2,000 କେମିତି ଆସିବ? ଆଜ୍ଞା ଆଜ୍ଞା କୁହନ୍ତୁ। ବିରାଟ ବାବୁ ଆରେ କିଛି ମୋଟା ଦେଖ ମୁଁ ଟିକେ ଟିକେ କମ୍ପ୍ଲିଟ କଲିଣି ଦେଖିଦିଅ ଟିକେ। ଆଚ୍ଛା ହ୍ୟାଲୋ ଗୋବିନ୍ଦ ଟିକେ ହେଲା ହଁ ଗୋବିନ୍ଦ ତମର କମ୍ପ୍ଲିଟ ହେଇଗଲାଣି ଓକେ ହେଲାଣି ପରା କିଛି ଅସୁବିଧା ନାହିଁ। ହ୍ୟାଲୋ। ହଁ ବିରାଟ ବାବୁ କୁହ। ଆଜ୍ଞା ଆଜ୍ଞା ମୁଁ ତ ଶୁଣୁଛି ସବୁ ଆପଣ ମାନେ କଥା ହଉଛନ୍ତି ମୁଁ ଶୁଣୁଛି ଆଉ। ଆଚ୍ଛା ବିରାଟ ବାବୁ ଆଉ କୋଉଠି କଣ ଖବର ପାଇଛନ୍ତି ଆମର ବିରାଟ ବାବୁ ପୁରା ମାନେ ଗୋଟେ କହିବାକୁ ଗଲେ ଇଏ ଫିଲ୍ଡରେ ଗୋଟେ ସେ ସ୍ପାଇ ଏଜେଣ୍ଟ। ଚାରିଆଡୁ ଖବର ସବୁ ଯୋଗାଡ଼ କରି ରଖନ୍ତି। କଣ ସବୁ ଆଜି ଖବର ଯୋଗାଡ଼ କରି ହଁ। ଆଜି ଆଜି ପଞ୍ଜାବ ଟିମ ରେ ଥିଲେ 3,000 ପ୍ଲସ ଟିମ୍ ଥିଲେ ମିଟିଂ ଚାଲିଥିଲା। ହଁ ହଁ। ସେ ଜୁମ ରେ ଆଜି ଥିଲି ହଁ ହଁ ତାଙ୍କର ପଞ୍ଜାବରୁ 8 ଜଣ ଲୋକ ଯାଇଥିଲେ ଟୋଟାଲ କମ୍ପାନୀ କି। କୋଉଠି ବୁଝିପାରିଲେ ଯାଇଥିଲେ କି କୋଉଠି ଯାଇଥିଲେ? କମ୍ପାନୀ କି ପୁରା ଯାଇଥିଲେ। ଆଚ୍ଛା ଅଫିସକୁ। ଅଫିସ କୁ ଯାଇଥିଲେ ସେଠି 4 ଦିନ କାଳ ରହିଛନ୍ତି। 4 ଦିନ ରହିଛନ୍ତି। ହଁ 4 ଦିନ ରହିକିରି ସେଠି କମ୍ପାନୀର ଡିଟେଲ ଡାଟା ସବୁ ଆଣିଛନ୍ତି। କମ୍ପାନୀ ବହୁତ ଭଲ ପୋଜିସନରେ ଅଛି ଆଉ ବହୁତ କାମ ବି ଚାଲିଛି ଅଫିସ ବୁଲାବୁଲି କରି ଇଏ ପୁରା ମାନେ ସେଠି ଷ୍ଟଡି କରିଛନ୍ତି 4 ଦିନ କାଳ। ଗୁଡ୍ ତାପରେ ସେମାନେ ବ୍ୟାକ୍ କରିଛନ୍ତି। ଗୁଡ୍ ଗୁଡ୍ ଗୁଡ୍। 8 ଜଣ ଲୋକ ଯାଇଥିଲେ 8 ଜଣ। ନାଇଁ ଏଇଟା ତ ଆମେ ଆଗରୁ ଜାଣିଛୁ କି ନିଞ୍ଜା ଟିମ୍ ମାନେ କବ୍ଜା କରିଦେବେ ଏକା ସେଠିକି। କାରଣ ସେ ଆଗରୁ ହଁ ସେ ବୁଲାବୁଲି କରିଛନ୍ତି ଅଫିସ ଟିକି ହଁ। ହଁ ସେ ଯାଇଛନ୍ତି ଯାଇକିରି ସେଠି ରହିକି ବୁଲାବୁଲି କରିଛନ୍ତି ଆଉ କାଲି କଣ୍ଡିସନ ହେଇଛି ଯୋଉମାନେ ଯାଇଛନ୍ତି ସେଇମାନେ କାଲି ସେ ମିଟିଂ ରେ ପୁରା ରହିବେ ବୁଝିପାରିଲେ କି। ଓକେ ହଁ। କାଲି ସେ ମିଟିଂରେ ରହିକିରି ପୁରା ଡିଟେଲ୍ସ କହିବେ କାରଣ ତାଙ୍କର ଡାଉନ ଲାଇନ ହିଁ ଆଜି ଏ ବିଷୟରେ ଆଲୋଚନା କରି କଥାବାର୍ତ୍ତା ହେଇଛନ୍ତି।
କିନ୍ତୁ ମାନେ ଫିଜିକାଲି ସେ କାଲିଠୁ ମତେ ଲାଗୁଛି ୟୁଟ୍ୟୁବ ବାଲା ଗାଇବେ ବୋଧେ ଟୋକନ ନିଅ ନା କଣ? ଆଚ୍ଛା ହଉ ଆଉ ବର୍ତ୍ତମାନ ମୁଁ ଶୁଣୁଛି ଯାହା ଆପଣଙ୍କର କଥା ଆଲୋଚନା ସବୁ ବହୁତ ଭଲ ଲାଗୁଛି। ହଁ ଏଇ ପ୍ରୋସେସରେ ଆମେ ଚାଲିବା ହଁ ଆଗକୁ। ଆପଣଙ୍କୁ କାଲି ଯୋଉ କହିଥିଲି ଆପଣ ହଁ ଆପଣଙ୍କ ଲେବୁଲରେ ଯୋଉମାନେ ଅଛନ୍ତି ତାଙ୍କୁ କେମିତି ତାଙ୍କ ଆଇଡି କି ଟିକେ ଆକ୍ଟିଭେସନ କରାନ୍ତୁ। ଆଉ ତାଙ୍କୁ କୁହନ୍ତୁ ତାଙ୍କ ଡାଉନଲାଇନ ମାନଙ୍କୁ ଲାଗି ହଁ ଆକ୍ଟିଭେସନ କରେଇବେ। ସେଥିପାଇଁ କାହାର ଇନଭେଷ୍ଟମେଣ୍ଟ କୁହନ୍ତୁ ହ୍ୟାଲୋ ହଁ କୁହନ୍ତୁ ମୁଁ କହିଲି ଆଉ କାହାର ଇନଭେଷ୍ଟମେଣ୍ଟ ନ କରେଇକିରି କିନ୍ତୁ ବାସ୍ ଗୋଟେ ମେନ୍ ଆକ୍ଟିଭ କରେଇକିରି ଚାଲିଲେ ତାପରେ ଅଟୋମେଟିକ ଆମେ ମାସେ ଲାଗିବ 15 ଦିନ ଲାଗିବ କିନ୍ତୁ ଆମ ଟିମ୍ ଯେମିତି ଥିଲା ସେମିତି ହେଇକିରି ପୁଣି ଯେମିତି ବାସ୍ ଚାଲିବ। ବାସ୍ ଏଇଟା ହିଁ ମୋର ପଏଣ୍ଟ। ଏଇଟା ହିଁ ମୋର ପଏଣ୍ଟ। ଆଉ ଏଠି ଯଦି କେହି ଯଦି ଆ ଭିତରେ ନେଗେଟିଭ ଭାବୁଥିବେ ହଁ କିନ୍ତୁ ଏଠି ପଜିଟିଭ ନବା ଦରକାର ଯେ କାରଣ ଏଠି କଣ କରିଛି ସିଷ୍ଟମ ଯାହା କରିଦେଲା ଏଠି ସମସ୍ତଙ୍କୁ ବାନ୍ଧିକିରି ରଖିଦେଲା। ଆଉ କାଲି କିଏ ଦିନକୁ 3 ଲକ୍ଷ ରୋଜଗାର କଲା ବାଗିଆ ଲୋକ ବି ଏଠି କିଛି କରିପାରିବନି। ଦିନକୁ 3 କୋଟି ରୋଜଗାର କଲା ଲୋକ ବି କିଛି କରିପାରିବନି। କାରଣ ଏଠି ସମସ୍ତଙ୍କୁ ଇଏ ସମାନ କରିକି ଦବ। ଆଉ ବର୍ତ୍ତମାନ ଏଠିକି ମୁଁ ଯେତିକିଟା କାଲି ଠାରୁ ଜାଣୁଛି କମ୍ପାନୀ ଯାହା କଲା ଏଠି ଲଙ୍ଗ ଟାଇମ ଚାଲିଲା ବାଗିଆ ବି ପାଲାନ ଆସିଗଲା। ବାସ୍ ଲଙ୍ଗ ଟାଇମ ଭିଜନକୁ ନେଇକି ସେ ଡିସିସନ ଟା ନେଇଛି। ହଁ ଏଠି ବର୍ତ୍ତମାନ କଣ ହବ ଇଏ ପଇସା ଦେଇପାରିବ। ଏବେ ବି ହଁ ଯୋଉ ଜିନିଷଟା ଆମେ ଟିକେ ପୂର୍ବରୁ ଆପଣ କହୁଥିଲେ ହଁ କି ବର୍ତ୍ତମାନ 60,000 ଟଙ୍କା ଇନକମ ଦବ 5,000 ଟଙ୍କା ନବ ଆମ ମୁଣ୍ଡାଳିଆ ମେଥଡରେ ବାସ୍ ତାହେଲେ ବି ବହୁତ ଭଲ ଅଛି। କାହିଁକି ନା ଯଦି 60,000 ଜଣ ଇନକମ କରୁଛି 5,000 କାଇଁ ପ୍ରତି ମାସରେ ରିନୁଆଲ କଲା ବାଗିଆ କରିବନି ବୁଝିପାରୁଛି। ବାସ୍ କିନ୍ତୁ ଇଜିଲି କରିପାରିବ। ସିଷ୍ଟମ ବହୁତ ଭଲ ଲାଗିଲା। ଏବେ ବର୍ତ୍ତମାନ ଦେଇପାରିବ। ଆପଣ ମାନେ ସମସ୍ତେ ପଜିଟିଭ ରୁହନ୍ତୁ। ଏବେ ବର୍ତ୍ତମାନ ଆଗକୁ ଆମେ ବଢିବା ଧୀରେ ଧୀରେ କିନ୍ତୁ ଟିକେ ଟାଇମ ଟେକିଂ ଲାଗିବ। ଟାଇମ ଟେକିଂ କି ନେଇକିରି ଆମେ ଚାଲିବା। ଆଉ ଆପଣ ଟିକେ ଫଲୋଅପ୍ କରନ୍ତୁ କେମିତି ଆକ୍ଟିଭ କରିବେ। ମୁଁ କହୁଛି ମୋ ନିଜ କଥା ମୁଁ ଏପର୍ଯ୍ୟନ୍ତ ସେ କଏନ ଟାକୁ ବି ରିସିଭ କରିପାରୁନି। ହୁଁ ବୁଝିପାରିଲେ କି? ଓକେ ମୁଁ ରମାକୁ କହୁଥିଲି ଆଜି ମୁଁ କହିଲି ରମା ତାକୁ କେମିତି ଟିକେ ଲାଇନରେ ନେଇକରି କାଲି ସକାଳେ କରେଇଦବା। ନହେଲେ ଆପଣ ଟିକେ ଲାଇନରେ ନେଇକି ମତେ ଟିକେ କରେଇଦେବେ ବୁଝିପାରିଲେ କି? ଠିକ ମୋ ଅଛି ଠିକ ଟିମରେ ଅଛି ମୁଁ ଦେଖିଦେଲା ପରେ ଧୀରେ ଧୀରେ ଅନ୍ୟମାନଙ୍କୁ କରେଇବି। ହଁ ଆଉ ବହୁତ ମତେ କିନ୍ତୁ କାଲି ଠାରୁ ଏଇଟା ଦେଖିଲା ପରେ ମତେ କାହିଁକି ଟିକେ ପଜିଟିଭ ଲାଗୁଛି ଯେ ଯାହା ହଉ ସିଷ୍ଟମ ଆଗକୁ ଦବ। କିନ୍ତୁ ଗୋଟିଏ ରିଜିନ ରହିଲା ଯେ ଆପଣ ଉଡାଲ କରିକି ପରଦିନ ଆଗ ଟ୍ରାଲ କରିଦିଅନ୍ତୁ। ବାସ୍ ବାସ୍ ସେଇଟା ହିଁ ମୋଟୋ ମୋର। ମଣ୍ଡେ ସୁଦ୍ଧା ଆଜ୍ଞା ମୁଁ ଆଜ୍ଞା ପ୍ରାକ୍ଟିକାଲି ଆମର ହେଇଯିବ। ମଣ୍ଡେ ଟ୍ୟୁଜଡେ ସୁଦ୍ଧା ମଣ୍ଡେକୁ ଯଦି ୱିଡ୍ର ମରା ହବ ସେ ୱିଡ୍ର ଟାଇମ ଟା ବତେଇବ। କେତେବେଳେ ଆସିବ ବତେଇବ। ହଁ ପ୍ରାକ୍ଟିକାଲି ଆମେ ହଁ କ୍ଲିୟର ହେଇଯିବା ମଣ୍ଡେ। ମଣ୍ଡେ ଠିକ ଅଛି କିନ୍ତୁ ବହୁତ ଭଲ ଲାଗିଲା। ଆଉ ମୁଁ କିଛି କହୁନି। ଆଉ କାଲି ପୁଣି ମିଟିଂ ରଖିବା ନା ନାଇଁ? ହଁ କାଲି ଗୋଟେ ମିଟିଂଟେ ରଖିବା ସେମ ରାତି 10ଟାକୁ। ଆଉ ସେଇ ସେମ ରାତି 10ଟାରୁ 10:30 ଅଧଘଣ୍ଟିଏ ରହୁ। ଅଧଘଣ୍ଟେ ରହିଲେ କାରଣ ଆମେ ସମସ୍ତେ ପରସ୍ପରକୁ ହଁ ପରସ୍ପର ବାସ୍ ଜାଣିପାରିବା। ପରସ୍ପର ଭିତରେ ବାସ୍ କଥା ବି ସମସ୍ତେ ହେଇପାରିବା। ଟିକେ ରିସର୍ଚ୍ଚ କରୁଥ ସମସ୍ତେ ମାନେ ଜିନିଷ ତାକୁ ରିସର୍ଚ୍ଚ କରୁଥ କିଏ କୋଉଠି କଣ ଖବର ପାଉଛି। ୟୁଟ୍ୟୁବ କୁ ଅମଜାଦ ଛାଡିକି ଅମଜାଦ ହଁ ଅମଜାଦ ମିଟିଂ ଟା ସବୁଦିନ ରଖାଯାଉ। ମାନେ ହଁ ସବୁଦିନ ହଁ ଆଟଲିଷ୍ଟ 30 ମିନିଟ୍ 20 ମିନିଟ୍ ହଉ କିନ୍ତୁ ରଖାଯାଉ। ବାସ୍ ହଁ ସବୁଦିନ ଅବିକା କାହିଁକି ନା କଣ୍ଟିନ୍ୟୁ ଗୋଟେ ସପ୍ତାହ ଯଦି ଆମେ 30 ମିନିଟ୍ ବି ରଖିବା ତାହେଲେ ବି ବହୁତ ଲୋକଙ୍କର ପଜିଟିଭନେସ୍ ଆସିବ। କାହିଁକି ନା ମନ ବି ଖୁସି ରହିବ। ଯୋଉମାନେ ନ୍ୟୁ କମର ଅଛନ୍ତି ନା ସେମାନେ କିଛି ଜାଣି ପାରୁନାହାନ୍ତି। ସେମାନେ ପୁରା ମାନେ ଡିମୋଟିଭ ହେଇଯାଇଛନ୍ତି ପୁରା। ହଁ ହଁ ସେମାନେ ହଁ ଯଦି ହଁ ହଁ ନେଗେଟିଭ ହେଇଯିବେ ସେମାନେ ଆହୁରି 10 ଜଣଙ୍କୁ ନେଗେଟିଭ କରାଇଦେବେ। ବାସ୍ ହଁ ଆମେ ଠିକ କଥା। ସବୁଦିନ ସେଥିପାଇଁ ରାତି 10ଟା ଆମେ ପରେ ନିଜେ ମିଟିଂ ଯଦି ଟା ରଖିବା। ପଜିଟିଭ ରହିବା ଆମେ ଅନ୍ୟମାନଙ୍କୁ ପଜିଟିଭ କରିପାରିବା। କାହିଁକିନା ସେଇ ବାସ୍ ଯୋଉ ନ୍ୟୁ କମର ଆଟଲିଷ୍ଟ ପଜିଟିଭ ରହିବା ଦରକାର। ଯଦି ନ୍ୟୁ କମର ପଜିଟିଭ ନ ରହିବ ନା ମାନେ ଆମେ ନେକ୍ସଟ ଇନଭେଷ୍ଟ ଆଣିବା ବହୁତ କଷ୍ଟ ହେଇଯିବ। ୟେସ୍ ନାଇଁ ଠିକ କଥା ସୁଶାନ୍ତ କହିବାଟା ଠିକ। ଏବେ ଆପଣ ଯୋଉ ଜାଣିଛନ୍ତି ଯେତିକି ଏବେ ବର୍ତ୍ତମାନ ଉଡାଲ ଆପଣ ଯେତିକି ଷ୍ଟଡି କରିଛନ୍ତି ଉଡାଲ କହୁଛନ୍ତି ସେମ ଡେ ରେ ଦବ। ହଁ ସେମ ଡେରେ ଟ୍ୟୁବ ଟା ସେମ ଡେ ରେ ଆସିଯାଉଛି। ମାନେ ଓହୋ କହିବାକୁ ଯାଉଛନ୍ତି ବଟ ଆମେ ପ୍ରାକ୍ଟିକାଲି ସିଓର ନାହିଁ କି କେତେ ଦିନରେ ଆସୁଛି ହେଲା। ଆଉ ନା ଆମେ ତ ଶୁଣ ପ୍ରାକ୍ଟିକାଲ ହେଇନେ ଆମେ କେମିତି ଜାଣିବା। ଅମଜାଦ ଶୁଣ ଇଆଡେ ଆମେ ହଁ ଯେତେବେଳେ କନେକ୍ସନ କରୁଛେ ସେଟା ପଲିଗନ ଚେନ ଦେଖଉଛି। ହଁ ପଲିଗନ ଚେନ୍ ଆରେ ଚେନ୍ ତ ପଲିଗନ ଚେନ୍ ଦେଖଉଛି ପୁଣି ସେଟା କଲା ବିଏସି ର ଚେନ୍ ଦେଖଉଛି। ବାସ୍ ମାନେ ପଲିଗନ ଚେନ୍ ରେ କନେକ୍ଟ ମତେ ହଉଛି। କନଫ୍ୟୁଜନ ଏଇଠି ହିଁ ଆସୁଛି ମାନେ ଆକ୍ଚୁଆଲି କମ୍ପାନୀ ନାଇଁ କଣ ଏବେ ଦେଖ ଏବେ ପ୍ରାକ୍ଟିକାଲି କିଛି କରନି ପଲିଗନ ଚେନ ଯେହେତୁ ସେ ପଲିଗନ ସହିତ ଲିଙ୍କ ସେଥି ପଲିଗନ ଚେନ୍ ସହିତ ଅଛି। ବଟ୍ ବି ଚେନ୍ ଥ୍ରୁରୁ ସେ ପଇସା ଦଉଛି ହେଲା। ତ ଆମକୁ ଏଇଠି ଆମକୁ କମ୍ପାନୀର ଦେଖ ଏତେ ବଡ ଏବେ ଆଉ ଗୋଟେ ଏଇଠି ଆଉ ଗୋଟେ ଜିନିଷ ଅଛି। ୱାଲେଟ ଟାକୁ ଦେଖ ମୁଁ ଏବେ ସିମ୍ପଲ ଭାଷାରେ କହିବି।
ତମର ଗୋଟେ କମ୍ପାନୀ ଅଛି, ଅନଲାଇନ କମ୍ପାନୀ ଅଛି, ଠିକ ଅଛି। ସେଇଠି ଗୋଟେ ତମେ ପେମେଣ୍ଟ ଗେଟୱେ ଟେ ଲିଙ୍କ କରିବ। କରେକ୍ଟ, ମୁଁ ଯାହା କହୁଛି ପୁରା ଧ୍ୟାନ ସେ ବୁଝ। ପେମେଣ୍ଟ ଗେଟୱେ ଟେ ଲିଙ୍କ କରିବା ଅର୍ଥ ତମର ସେତିକି ଡକୁମେଣ୍ଟେସନ ଥିଲେ ହିଁ ପେମେଣ୍ଟ ଗେଟୱେ ଟା ଲିଙ୍କ କରିବ, ନା ଏରା ଗେରା ଫ୍ରଡ ମାନଙ୍କୁ ବି ଦେଇଦବ। ବୁଝିପାରୁଛ ତ କରେକ୍ଟ କରେକ୍ଟ, ହଁ ହଁ କଣ ହଁ ହଁ କହିବାକୁ ଚାହୁଁଛି? ତ ହଁ। ଏବେ ତମର ଟ୍ରେଜର ଏନଏଫଟି ଗୋଟେ କମ୍ପାନୀ, ସେ କମ୍ପାନୀ ସହିତ ଗେଟୱେ ଟା ଲିଙ୍କ କଲା ସେ କେତେଟା ୱାଲେଟ? ବାଇନାନ୍ସ, ଟ୍ରଷ୍ଟ ୱାଲେଟ, ମେଟାମ୍ୟାକ୍ସ, ଏମିତି କରିକି ଓକେଏକ୍ସ। ସो ଏଇ ଯାକ ହେଲା ଗେଟୱେ। ଏତୁଟା ଗେଟୱେ ସେ ଡାଇରେକ୍ଟଲି ଲିଙ୍କ କଲା। ୟା ଅର୍ଥ କମ୍ପାନୀର ସେତିକି ଷ୍ଟ୍ରଙ୍ଗ ଡକୁମେଣ୍ଟେସନ ଅଛି ଯେଥିପାଇଁ ତାଙ୍କୁ ସବୁ ପରମିଶନ ଦେଇଛନ୍ତି ସେ। ଆଉ ତାଙ୍କର ଏପିଆଇ ଟା ୟାଙ୍କ ସହିତ ଇଣ୍ଟିଗ୍ରେଟ ହେଇଛି। ୟା କମ୍ପାନୀର ଯେତେ ଯିଏ ସଫ୍ଟୱେୟାର ଟିକେ ଜାଣିଥବ, ମାନେ ସଫ୍ଟୱେୟାର ଫିଲ୍ଡ ଟିକେ ଥିବ, ତ କମ୍ପାନୀ ସେମାନଙ୍କର ଇଣ୍ଟିଗ୍ରେସନ, ସେଙ୍କର ଏପିଆଇ ଇଣ୍ଟିଗ୍ରେସନ ଯାକ ଆଙ୍କ ପାଖକୁ ଆସିଛି। କାହାକୁ? ଟ୍ରେଜର ଫଣ୍ଡ କୁ ଇଣ୍ଟିଗ୍ରେସନ ତ ନେଇଛନ୍ତି, କିଣିଛନ୍ତି, ଆଉ ତାଙ୍କୁ ପରମିଶନ ବି ସେ ଦେଇଛନ୍ତି। ବାଇନାନ୍ସ ହଉ, ଟ୍ରଷ୍ଟ ୱାଲେଟ ହଉ କିମ୍ବା ମେଟାମାକ୍ସ ହଉ, ତାଙ୍କୁ ପରମିଶନ ଦେଇଛି କି ଆମେ ତମକୁ ଗେଟୱେ ପାଇଁ ପରମିଶନ ଦେଇଛୁ। ତାର ଭିଜନ କ୍ଲିୟର ଅଛି। ନହେଲେ କିଏ ଡାଇରେକ୍ଟ ଲିଙ୍କ କିଏ ଦବନି। ଯଦି କିଏ ଫ୍ରଡ କରିବାକୁ ଚାହୁଁଛି, ଏବେ ଯଦି ଟ୍ରେଜର ଫଣ୍ଡ, ଶୁଣ କଥା କହିଦେଲେ ଟିକେ ଅନୁଜ, ଭାରତ का ଯଦି मुसलमान है ଟ୍ରେଜର ଫଣ୍ଡ ଫ୍ରଡ କରନ୍ତା, जय श्री ତାହେଲେ राम आज ବାଇନାନ୍ସ ना ସେ वन ଫ୍ରଡ ରେ अल्लाह भी छाड़ ସାମିଲ ହେବାକୁ देंगे ଯିବନି। ବୁଝିଲ ନା ନାଇଁ? କି ଟ୍ରଷ୍ଟ ୱାଲେଟ ସେ ଫ୍ରଡ ରେ ସାମିଲ ହେବାକୁ ଯିବନି। ସେମାନେ ଆ ବିଷୟରେ ଯାଞ୍ଚ କରିକି ହିଁ ତାକୁ ପରମିଶନ ଦେଇଛନ୍ତି, ଭାଇ ତୁ ଭାଇ ଲିଙ୍କ କରା। ଭାଇ ଅମଜଦ ଓକେ ଭାଇ ଓକେ, ପ୍ଲିଜ ଅମଜାଦ ଶୁଣ ଶୁଣ, ହ୍ୟାଲୋ। ଅମଜାଦ ଶୁଣ। ଏଇ ହଁ ଯୋଉ ଆମର ଯୋଉ ଏବେ ଯୋଉ ମାନେ କମ୍ପାନୀର ଥିଲା MLM ଜଷ୍ଟ ଲାଇକ HHM, ସିଏ ବି BIP20 ର ଆଡ୍ରେସ ନେଇକି ଗେଟ ୱେ ନେଇକି ସେମାନେ ବି କାମ କରୁଥିଲେ। ନା ନା ନା, କିନ୍ତୁ ଏବେ ବୁଝିପାରିଲୁନି। ଗେଟୱେ କଥା କହୁନି, ଡାଇରେକ୍ଟ ଲିଙ୍କିଂ କଥା କହୁଛି। ମାନେ ଗେଟୱେ ଟା ତୁ ୱିଡ୍ର ମାରିକି ସେ ଗେଟୱେ କୁ ଯିବା ଅଲଗା, ଡାଇରେକ୍ଟ ଲିଙ୍କିଂ ଟା ଅଲଗା। ପଏଣ୍ଟ ଟା ବୁଝିପାରୁଛ ତ? ଡାଇରେକ୍ଟ ଇଣ୍ଟିଗ୍ରେସନ କରିଛି ସେ, ଏପିଆଇ ଟା ଡାଇରେକ୍ଟ ଇଣ୍ଟିଗ୍ରେସନ କରିଛି। ଏ ଥର୍ଡ ପାର୍ଟି ଆଉ ରଖିଲାନି। ବୁଝିପାରିଲୁ? ଏବେ ତୁ ୱିଡ୍ର ମାରିବୁ, ଓକେଏକ୍ସ କୁ ଗଲା, ବାଇନାନ୍ସ କୁ ଗଲା, ଏଟା ହେଲା ଥର୍ଡ ପାର୍ଟି, ମାନେ ବାଇ ଥ୍ରୁ ଗଲା। ବଟ ଏବେ ସେ ଡାଇରେକ୍ଟ କରିଦେଲା, ହେଲା। ମାନେ ବୁଝିପାରୁଛ? ମାନେ ଡାଇରେକ୍ଟ କଲା ମାନେ ମାନେ ଇନ ଦ ସେନ୍ସ, ମାନେ କୋଉ ସେନ୍ସ ରେ? ୱାଲେଟ ଟାକୁ ତା ଏପିଆଇ ସହିତ, ତା ଏପିଆଇ ସହିତ ଆକୁ ଇଣ୍ଟିଗ୍ରେସନ କରିଦେଲା ସେ। ମାନେ ତୁ ୱାଲେଟ ଉପରେ କ୍ଲିକ କରୁ କରୁ ପଳଉଛି ଟ୍ରଷ୍ଟ ୱାଲେଟ କୁ, ୱାଲେଟ ଉପରେ କ୍ଲିକ ହଁ କଲେ ହଁ ହଁ ବାଇନାନ୍ସ ହଁ ପଳଉଛି, ହେଲା। ହଁ ହଁ ଏଟା ହଁ ଇଣ୍ଟିଗ୍ରେସନ, ଆକୁ କୁହନ୍ତି ଏପିଆଇ ଇଣ୍ଟିଗ୍ରେସନ। ଆଉ ହଁ। ଏପିଆଇ ଇଣ୍ଟିଗ୍ରେସନ ର ପରମିଶନ ବିନା ଡକୁମେଣ୍ଟେସନ ରେ ମିଳେନି। ଗୋଟେ ଫାଇନାନ୍ସ କମ୍ପାନୀ ଆଉ ଗୋଟେ ଫାଇନାନ୍ସ କମ୍ପାନୀ ଯଦି ତା ଏପିଆଇ ଟା ଦଉଛି, ହେଲେ ୱିଦାଉଟ୍ ଡକୁମେଣ୍ଟେସନ ରେ ମିଳିବନି ଏ ଜିନିଷ ଯାକ। ଯେ ଯୋଉ ଚିନୁ କଣ କହୁଥିଲା, ଚିନୁକୁ ଟିକେ କହିବାକୁ ହଁ, ଦିଅନ୍ତୁ। ଚିନୁ ଚିନୁ କୁହ, ଚିନୁ। ନାଇଁ ନାଇଁ ଭାଇ, ମୁଁ କହୁଥିଲି ଏଠି କିଛି ନାହିଁ। ମୁଁ ସବୁ ତ ପୁରା ଏକଦମ ଶୁଣୁଥିଲି, ଏକଦମ ବହୁତ ଭଲ ଭାବରେ ଶୁଣୁଥିଲି। କିନ୍ତୁ ହଁ କିଛି ମିସ୍ ଗାଇଡ ହଉଛି। ମଝିରେ ମଝିରେ ଜଣେ ଜଣେ ସେ ଅନମ୍ୟୁଟ କରିକି ଗୋଟେ ସିଷ୍ଟମ ରେ ଚାଲୁନାହାନ୍ତି, ତ ମୁଁ ସେଇଟା ନା କହୁଥିଲି। କିଛି ଅସୁବିଧା ନାହିଁ। ଏବେ ଦେଖ, ଏବେ ସିଷ୍ଟମାଟିକ ଆମେ ମିଟିଂ ନେଲେ ସବୁ ଠିକ ହେଇଯିବ, କିଛି ଅସୁବିଧା ନାହିଁ। ଭାବୁଛି ଆମେ ଅଧିକାଂଶ ଧୀରେ ଜିନିଷ ଧୀରେ କଭର ଧୀରେ ଧୀରେ କରିଦେଇଛେ। ଆସ୍ତେ ଆସ୍ତେ ଲାଇନ ରେ ଆସିଯିବେ, କିନ୍ତୁ ବର୍ତ୍ତମାନ ଯିଏ ଏମିତି କରିବ, ଅଧିକ ଆଡୁ ସାଡୁ ଗୁଲି ଖଟି କରିବ, ତାକୁ ବ୍ଲକ କରିଦେବ। ନହେଲେ କଣ କରିବେ? ଆଉ କିଛି ହଁ, କରିହବନି। ଆଉ ଅପସନ କିଛି ନାହିଁ। ସେ ଆମ ହଁ, କମ୍ୟୁନିଟିରୁ ବାହାର ଯିଏ କରିବ। ବତି ଗୁଲି ଖଟି କରିବ, ବ୍ଲକ କରିବେ ତାକୁ। ହଁ, ଏକ୍ଜାକ୍ଟଲି। ହଁ ସେଥିପାଇଁ ଯିଏ ବର୍ତ୍ତମାନ ଯିଏ ମୁଁ ଯୋଉ କାହିଁକି ନା ଆମେ ଏଠି ଆକ୍ଚୁଆଲି ତାଙ୍କୁ ଅନମ୍ୟୁଟ କରିଦେବେ, କାହିଁକି ନା ଗୋଟେ ଗୋଟେ ଭଲ ହଁ ଡିସ୍କସନ ହେଲା ବେଳେ ତାଙ୍କେ ମଝିରେ ମଝିରେ ମାନେ ସବୁ ଏଠି ଯେତିକି ବି ଯେତିକି ସମୟ ଡିସ୍କସ ହେଇଛି, ପୁରା ଭେଲେବୁଲ ଟାଇମ ଆଉ ଭେଲେବୁଲ ଡିସ୍କସ ହିଁ ହେଇଛି। ବାସ୍ ପ୍ରପର ଏଜୁକେଶନାଲି ଡିସ୍କସ ହେଇଛି। ଆଉ ହଁ ସେ ଏଜୁକେଶନାଲି ଡିସ୍କସ ଭିତରେ କିଏ ମାନେ ଇଣ୍ଡିସେଣ୍ଟ ଭଳି ରହିବ, ମାନେ ସେଠି ଭଲ ଲାଗିବନି ଆମେ ମାନେ ଆଟେଣ୍ଡ କରିବା ନାଇଁ, ପାଇଁ। ଏଥିପାଇଁ ଆମେ ପ୍ରାକ୍ଟିକାଲି ଜିନିଷ ଯାକ ଲୋକଙ୍କୁ ଦେଖା ହଉଛି, ଟେକ୍ନିକାଲି ବୁଝା ହଉଛି। ଏବେ ଏପିଆଇ ଇଣ୍ଟିଗ୍ରେସନ କଣ, ସେ ସବୁ କଣ, ଏସବୁ ତ ମୁଁ ଦେଖେଇଥିବି ପ୍ରାକ୍ଟିକାଲି, ବଟ୍ ତମେ ବୁଝିପାରିବନି ସେ ସବୁ। ସେଥିପାଇଁ ଟେକ୍ନିକାଲି କେହି ବୁଝିପାରିବେନି। ସେଥିପାଇଁ ମୁଁ ଖାଲି ଲାଙ୍ଗୁଏଜ ଯାକ ୟୁଜ କଲି, ଇଣ୍ଟିଗ୍ରେସନ କଣ। ଆଉ ଗୋଟେ ଫାଇନାନ୍ସ କମ୍ପାନୀ ଆଉ ଗୋଟେ ଫାଇନାନ୍ସ ର ପରମିଶନ ଦଉଛି, ହେଲେ ଥର୍ଡ ପାର୍ଟି ପରମିଶନ ନ ଦେଇକି ଡାଇରେକ୍ଟ ପରମିଶନ ଦଉଛି, ହେଲେ ବିନା ଡକୁମେଣ୍ଟେସନ ସେ ଦବନି। ଆଉ ଏଇଟା ତ ଇଣ୍ଡିଆରେ ଏତେ ଡକୁମେଣ୍ଟେସନ ଚେକ୍ କରାଉଛି, ସେ ଫରେନ୍ କଣ୍ଟ୍ରି, ସେଟା ଭାବିବାର ଅଛି। ବୁଝିଲ ନା? ଆଉ ଟ୍ରଷ୍ଟ ୱାଲେଟ ଆଉ ବାଇନାନ୍ସ, ଏ ସବୁ ଛୋଟ ମୋଟ କମ୍ପାନୀ ନାହିଁ କି ଏରା ଏରାକୁ ପରମିଶନ ଦେଇଦବ, ନେ ଆମ ଇଣ୍ଟିଗ୍ରେସନ ୟୁଜ କରେ।
ବୁଝିଲେ କି ନାଇଁ? ସରି ଭାଇ, ଆଉ ଟିକେ ଖାଲି ବୁଝିନେବି। ମୁଁ ଆପଣଙ୍କ ପାଖକୁ ଆସିଲା ପରେ ମୋ ଆକାଉଣ୍ଟ ତ ଆକ୍ଟିଭ କରିଦେଲି, ତାପରେ ମୁଁ 3ଟା ଆକାଉଣ୍ଟ ଆକ୍ଟିଭ କରୁଛି, ହେଇପାରୁନି ନାଇଁ ଏବେ ଏଇ ହବନି। ମାନେ ଏବେ କଣ କି ସିଷ୍ଟମ। ଏବେ ଡେଭଲପମେଣ୍ଟ ହଁ, ଷ୍ଟେଜରେ ଅଛି। ତାକୁ ଆଜି ଆଉ କାଲି ଶନି ରବି ତାକୁ ଛାଡି ଦିଅ। ସୋମବାରଠୁ ଇଏ ଫୁଲ ଫେଜରେ ଚାଲିବ। ଠିକ ଅଛି, ଠିକ ଅଛି, ଥ୍ୟାଙ୍କ ୟୁ। ହଉ। ଏବେ ସେ ଯୋଉ ପଞ୍ଜାବ ମିଟିଂ ରେ ମୁଁ ଥିଲି, ତାଙ୍କର ସମସ୍ତଙ୍କର ଗୋଟିଏ ସୋର ରହିଛି ଯେ ହଁ ବର୍ତ୍ତମାନ କେହି ଆକ୍ଟିଭ କରନ୍ତୁ ନାହିଁ। ହଁ କମ୍ପାନୀ ତାଙ୍କର ବର୍ତ୍ତମାନ ତାଙ୍କ ଗ୍ରୁପରେ 42,000 ଗ୍ରୁପ ସାଇଜ ହେଇଗଲେଣି। ହଁ ସେମାନେ କହୁଛନ୍ତି କି ଆମ ସୋର୍ସ ଯାଇ କମ୍ପାନୀ ପାଖରେ ନିଶ୍ଚିତ ଭାବରେ ପହଞ୍ଚିବ, କିନ୍ତୁ ହଁ କମ୍ପାନୀ କିଛି ନା କିଛି ୟା ପାଇଁ କି ଯେତିକି ବର୍ତ୍ତମାନ କଣ୍ଡିସନ ରଖିଛି 12,500 ଦେଇକିରି କରିବା ପାଇଁ ଆକ୍ଟିଭ, କିନ୍ତୁ ହଁ ସେଇଟା କମେଇ ବି ପାରେ, ସେଇଟା ହଁ କ୍ୟାନସେଲ ବି କରିପାରେ। କ୍ୟାନସେଲ ବି କରିପାରେ, ନହେଲେ ବୁଝିପାରୁଛନ୍ତି? ସେ 5,000 ଯୋଉ ଟୋକନ ତମକୁ ଦେଇଛି ସେ 5,000 ବି ରଖିପାରେ। ରଖିପାରେ, ହଁ, ବାସ୍। ଏଇଟା ବି କରିପାରେ। କିନ୍ତୁ ସେମାନେ କହୁଛନ୍ତି ଯେ 4 ଦିନ ପର୍ଯ୍ୟନ୍ତ ଆପଣ ମାନେ କେହି ଇନଭେଷ୍ଟ କରନ୍ତୁ ନାହିଁ, ପୁରା ହୁଁ ସାଇଲେନ୍ସ ରୁହନ୍ତୁ। ବର୍ତ୍ତମାନ ଯଦି କିଏ ରିସ୍କ ନେଇକି ଓନ୍ ରିସ୍କରେ ସେ ତାର ଡିପୋଜିଟ କରିବ, ସେଇଟା କାହା କହିବାର ନାହିଁ। ହୁଁ କିନ୍ତୁ ଯଦି ସିନିୟର ଲେବୁଲରେ ଯୋଉମାନେ କୋଟିଏ, 5 କୋଟି, 2 କୋଟି, 5 ଲକ୍ଷ, 10 ଲକ୍ଷ ପାଇଛନ୍ତି, ସେମାନେ କରିପାରିବେ। କିନ୍ତୁ ଆଉ ସମସ୍ତେ କରନ୍ତୁ ନାହିଁ। 4 ଦିନ ବାସ୍ ପର୍ଯ୍ୟନ୍ତ ଫୁଲ ଷ୍ଟପ୍ ରୁହନ୍ତୁ। ସିଏ ବାସ୍ ବନ୍ଦ କରୁଛନ୍ତି ପୁରା। ସେଥିପାଇଁ ବାସ୍ କି ଆପଣ ମାନେ ବି ଯାହାର ନିଜ ଔକାତ ନେଇକି ଯେଟା କରିବ। କିନ୍ତୁ ବର୍ତ୍ତମାନ ମୁଁ କହିବି ଯେ ବର୍ତ୍ତମାନ କେହି କରନ୍ତୁ ନାହିଁ, ହଁ କିନ୍ତୁ ନା ଆମେ ନାଇଁ ଧୀରେ ଧୀରେ ଆମ ଭିତରେ ସେୟା କରିବା। ନା ନାଇଁ, କେହି ବି ସାର୍ ଶୁଣନ୍ତୁ, କେହି ବି କିଛି କରନ୍ତୁନି। କରଲେ ଆମେ କମ୍ୟୁନିଟି ଷ୍ଟ୍ରଙ୍ଗ ରହିବ, କମ୍ପାନୀ ଆମ ମାନେ ଆମ ସାମ୍ନାରେ ସେ ବେଣ୍ଡ ହବ। ହଁ ଏବେ ଯେମିତି କମ୍ପାନୀ ଆମେ ବେଣ୍ଡ କରେଇକି ସେ ମାନେ ସେଥିରୁ ଆମେ ମ୍ୟାଜିକ ଏନୋଟି ବେଣ୍ଡ କରେଇଲେ, ତାର ଟୋକନକୁ ବେଣ୍ଡ କରିକି ଟ୍ରେଜର ଫୋନକୁ ଆସିଲା, ସେମିତି କମ୍ୟୁନିଟି ହଁ ଆଗରେ ସେ ପାକା ବେଣ୍ଡ ହବ। ବଟ୍ ଆମେ ଷ୍ଟ୍ରଙ୍ଗ ରହିବା ହଁ ଦରକାର। ଯେତେବେଳେ ସିଏ କମ୍ୟୁନିଟି ଟା ଜାଣିଲା ଯେ ବେଶୀ ଷ୍ଟ୍ରଙ୍ଗ ହେଇଯିବ, ହଁ ସିଏ ଜାଣିଲା ଯେ ସିଙ୍ଗଲ ଅଟୋମେଟିକ ପେନି ସେ ଏମାନେ ଜାଣିବ ଯେ ଡିପୋଜିଟ ଅଟୋମେଟିକ କରୁନାହାନ୍ତି। ଜାଣିବ ଯେ ତାର ଯେତେବେଳେ ବିଜନେସ ନ ଆସିଲା, ଜଏନିଂ ନ ଆସିଲା, ସେ ଅଟୋମେଟିକ କିଛି ନା କିଛି ଚେଞ୍ଜ କରିବ। ଆଜ୍ଞା ଆଜ୍ଞା, ଏଇଟା ହଁ ହଁ ହଁ। ହଉ ଠିକ ଅଛି। ଏତିକିରେ ସେଥିପାଇଁ ଆମେ ଆପଣ ମାନେ ଟିକେ ଆମେ ମାନେ ମିଶିକିରି ଷ୍ଟ୍ରଙ୍ଗ ରହିବା। ଆଉ ମୋର କହିବାର କଥା ହଉଛି ଯେ, କିନ୍ତୁ ଆପଣ ଡେଲି କିଛି ନହେଲେ 10ଟାରୁ 10:30, 15-20 ମିନିଟ୍ ପାଇଁ କି ଡେଲି ବର୍ତ୍ତମାନ ହଁ କଣ୍ଟିନ୍ୟୁ ଏଇଟା ତ 8-10 ଦିନ ଡିସିସନ ହେଲା ଆଉ। କଣ୍ଟିନ୍ୟୁ ମିଟିଂ ଡେଲି ରଖ। ଆମେ 10ଟାକୁ ମିଟିଂ ଆଜ୍ଞା, ରଖିବା, ସମସ୍ତେ ଆକ୍ଟିଭ ଥିବେ 10ଟାକୁ ଆଉ। ଓକେ ହଉ ହଉ, ଠିକ ଅଛି। ରହୁଛି, ଗୁଡ ନାଇଟ୍, ବାଏ ହଉ ବାଏ। ଚାଲେ, ଠିକ ଅଛି ତାହେଲେ ଏତିକିରେ ଆମେ କ୍ଲୋଜ କରୁଛୁ ମିଟିଂଟା ଆଜି। ହଁ ଆଜ୍ଞା ଆଜ୍ଞା। ଓକେ, ଧନ୍ୟବାଦ। ହଉ।